रूपकदा मह्यं ददाति शपदान्तिकं वन्देऽहं श्रीगुरो श्रीयुतापदकमलं श्रीगुरून् वैष्णवांश्च श्रीरूपं साग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सहगणललिता श्रीविशाखान्वितांश्च हे कृष्ण करुणा सिन्धो दीनबन्धो जगत्पते गोपेश गोपिकाकान्त राधाकान्त नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महावदान्याय कृष्णप्रेमप्रदायते कृष्णाय कृष्णचैतन्यनाम्ने गौरतिसे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे 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 राम 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 हरे हरे कृष्ण 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 हरे 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 राम 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 हरे हरे कृष्ण 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 हरे हरे राम राम हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। समस्त को अशेष धन्यवाद। आपण निजर व्यस्तबहुल जीवन समय काढ़ी आज उपस्थित होती किसी भगवान कथा श्रवण करने। तो आमर कार्तिक मासर प्रथम दिन प्रोग्राम बोधे होता ये। आज हूँ कार्तिक मासर शेष दिन। यहाँ भी शुक्रवार पड़ता आज भी शुक्रवार पड़ी। तो ये गोटे भगवान का संजोग व्यवस्था। तेणु कार्तिक मासरे आमे समस्ते धर्मपरायण होता। अधिक भगवान सेवा श्रवण कीर्तन समय दौ और किसी नियम पालन करूँ। आ कार्तिक मास जिते बड़े सरी जाए तापर आमे समस्ते छाड़ खाई करूँ। आ जो जो कार्तिक मास आम पुण्य सब अर्जन कर पुणी आउ थे से सब पुण्य को छाड़ खाई करी आउ थे नष्ट कर दो। आज प्रसंग होची आमर आहार भोजन। कई मत दियंती आमे कौन खाऊचे आमे कौन भोजन करुचे सेटा किसी गुरुत्वपूर्ण नुहे। जहाँ खाइले चलो किंतु मनटा सब बेले शुद्ध रहा दरकार। मन सब बेले भगवान पाखे रहा दरकार। किंतु एभली व्यक्ति माने जानती नहीं जे भोजन पछरे कौन विज्ञान रही। शास्त्र कहती आहार शुद्धौ सत्व शुद्धि सत्व शुद्धात् ध्रुवा स्मृति विप्रलम्भ। आमे जो भोजन करुचे से आमर चेतना तैयारी होछि। आमर चेतना जदि शुद्ध हुए ताहले आध्यात्मिक विज्ञानर सूक्ष्म तत्व गुड़िक आम बुझीपर से मन लगे।
ତେଣୁ ଭୋଜନ ଉପରେ ଆମର ଜୀବନ ନିର୍ଭର କରୁଛି। ଆମେ ଯେଭଳି ଭୋଜନ କରିବା ସେଭଳି ଜୀବନ ଗଢ଼ି ଉଠିବ। ଆପଣମାନଙ୍କ ଯୁବରେ ଏଠି ଉପସ୍ଥିତ ଅଛନ୍ତି, ମୁଁ ଆଶା କରୁଛି ବୋଧେ ସମସ୍ତେ ନିରାମିଷ ଆସିଥିବେ ନା କି ଆମିଷ ଖାଆନ୍ତି? କିଏ ଖାଉଛନ୍ତି? ହଉ ଠିକ୍ ଅଛି, ବୋଧେ କିଏ ଅଛନ୍ତି ଯେଉଁମାନେ ଆମିଷ ଖାଉଛନ୍ତି। ତ ଆଜିର କ୍ଲାସ୍ଟି ମୁଖ୍ୟତଃ ସେଇମାନଙ୍କ ପାଇଁ ଯେଉଁମାନେ ଆମିଷ ଭକ୍ଷଣ କରୁଛନ୍ତି। ଆଉ ଆମେ ଚେଷ୍ଟା କରିବା, ଯଦି ଆମକୁ ଆଧ୍ୟାତ୍ମ ମାର୍ଗରେ ଆଗକୁ ଅଗ୍ରଗତି କରିବାର ଅଛି ତେବେ ଏହି ଭୋଜନକୁ ଶୁଦ୍ଧ କରିବା ବହୁତ ଆବଶ୍ୟକ। କେହି କେହି କୁହନ୍ତି ଶାସ୍ତ୍ରରେ କେଉଁଠି ଲେଖା ହେଇଛି ଯେ ଆମେ ଆମିଷ ଖାଇବା ଉଚିତ ନୁହେଁ। ଆଜି ଆମେ ସେଇଟା ଶ୍ରବଣ କରିବା। ଆମର ବୈଦିକ ଶାସ୍ତ୍ରରେ କେଉଁଠି ବର୍ଣ୍ଣନା କରାଯାଇଛି ଯେ ଆମିଷ ଭକ୍ଷଣ ନିଷେଧ। ଆଜକୁ 5000 ବର୍ଷ ତଳେ ଯେତେବେଳେ କଳିର ପ୍ରବେଶ ସମୟ ଆସି ପହଞ୍ଚିଲା, କଳିଯୁଗ ଆରମ୍ଭ ହେଲା, ସେ ସମୟରେ ପରୀକ୍ଷିତ ମହାରାଜ ଥିଲେ ଶାସକ, ଆଉ ପାଣ୍ଡବ ବଂଶର ସେ ଥିଲେ ଶେଷ ରାଜା। ଭଗବାନ କୃଷ୍ଣ ସୁଦାମକୁ ଫେରି ସାରିଥିଲେ। ଆଉ ଯେମିତି ସମୟ ହେଲେ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହୋଇଯାଆନ୍ତି, ଧୀରେ ଧୀରେ ଅନ୍ଧାର ମାଡ଼ି ଆସେ, ସେମିତି କଳିଯୁଗର ଗୋଟେ ସମୟ ଅଛି। ଆଉ କଳିଯୁଗ ଆରମ୍ଭ ହେବା ମାତ୍ରେ ଧୀରେ ଧୀରେ ପାପ ବଢ଼ିବାକୁ ଲାଗିଲା। ତ କଳି ହେଉଛି ପାପ ପୁରୁଷ। ସେଇ କଳି ଜଣେ ଶୂଦ୍ର ବ୍ୟକ୍ତିର ରୂପ ଧାରଣ କରି ମହାରାଜ ପରୀକ୍ଷିତଙ୍କର ରାଜ୍ୟରେ ଗୋଟେ ସ୍ଥାନରେ ଗାଈ ଆଉ ବୃଷଭ, ତ ଗୋ ଆଉ ବୃଷଭ ଏ ଦୁଇ ଜଣ ଠିଆ ହେଇଛନ୍ତି। କଳି ଗୋଟେ ଶୂଦ୍ର ରୂପ ତା'ର, କିନ୍ତୁ ରାଜାର ବେଶ ଧାରଣ କରିଛି। ଦେଖିବା ପାଇଁ ଶୂଦ୍ର ଭଳି, କିନ୍ତୁ ରାଜା ପୋଷାକ ପିନ୍ଧିଛି। କାହିଁକିନା କଳିର ବର୍ତ୍ତମାନ ରାଜୁତି ସମୟ ଆସୁଛି। ତେଣୁ ସେ କ'ଣ କରୁଛି ନା, ଯେଉଁ ଗାଈ ଅଛି ଆଉ ଯେଉଁ ବୃଷଭ ଅଛି, ସେ ବୃଷଭଟିକୁ ସେ ପ୍ରହାର କରୁଛି। ସେ ବୃଷଭର 3ଟି ପାଦ ଭାଙ୍ଗି ଯାଇଛି, ଆଉ ଗୋଟେ ପାଦରେ ସେ ବହୁତ କଷ୍ଟରେ ଠିଆ ହେଇଛି। ଆଉ ସେଇ ଗୋଟେ ପାଦକୁ ହିଁ କଳି ବହୁତ ଜୋରରେ ପିଟୁଛି, ପ୍ରହାର କରୁଛି। ଆଉ ପାଖରେ ଗୋଟେ ଗାଭୀ ମଧ୍ୟ ଠିଆ ହେଇଛି, ଆଉ ସିଏ ବି ଭୟରେ କ୍ରନ୍ଦନ କରୁଛି। ଆଉ ପରୀକ୍ଷିତ ମହାରାଜ ସେ ରାସ୍ତା ଦେଇକି ତାଙ୍କ ରଥରେ ଯାଉଥିଲେ। ସେ ଯେତେବେଳେ ଦୃଶ୍ୟ ଦେଖିଲେ, ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। କାହିଁକି ନା, ମହାରାଜ ପରୀକ୍ଷିତଙ୍କର ଶାସନ କାଳ ସମୟରେ ଗୋ ଆଉ ବ୍ରାହ୍ମଣମାନଙ୍କୁ କେହି ମଧ୍ୟ କଷ୍ଟ ଦେବା ପାଇଁ ସାହସ କରୁନଥିଲେ। କାହିଁକି ନା ବୈଦିକ ସଭ୍ୟତାରେ এই ଦୁଇ ଜଣଙ୍କର ସୁରକ୍ଷାକୁ ବହୁତ ମହତ୍ତ୍ୱ ଦିଆଯାଏ। ଆଉ ଭଗବାନ କୃଷ୍ଣ ନିଜେ ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ୍ୟ ହିତାୟ ଚ, ତେଣୁ ଗାଭୀ ଆଉ ବ୍ରାହ୍ମଣମାନଙ୍କର ସୁରକ୍ଷା ଆଉ ହିତ ପାଇଁ ଭଗବାନ ସବୁବେଳେ ଚେଷ୍ଟିତ ଥାନ୍ତି। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଦେଖିଲେ ତାଙ୍କ ରାଜ୍ୟରେ ଗୋ ଆଉ ବୃଷଭ ଉପରେ ଜଣେ ଅତ୍ୟାଚାର କରୁଛି, ଏ ପୁଣି ସମସ୍ତଙ୍କ ସାମ୍ନାରେ, ସେ ବହୁତ କ୍ରୋଧିତ ହେଲେ। ସେ ପାଖକୁ ଆସିଲେ, କ୍ରୋଧିତ ହୋଇ ତାଙ୍କର ହାତରେ ତରବାରୀ ଉତ୍ତୋଳନ କରି ସେ ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଯେତେବେଳେ ସେ ଗଲେ, ସେ ବ୍ୟକ୍ତି ଜଣକ ଯିଏକି ସ୍ୱୟଂ କଳି ଥିଲା, ସେ ସଙ୍ଗେ ସଙ୍ଗେ ତା'ର ସେ ପ୍ରହାର କରିବା ଛାଡ଼ି ଦେଇ ସେ ପରୀକ୍ଷିତ ମହାରାଜଙ୍କ ପାଦ ତଳେ ପଡ଼ିଗଲା। ଆଉ କହିଲା, ହେ ରାଜନ, ମୋତେ ଆପଣ ଶରଣ ଦିଅନ୍ତୁ, ମୋତେ ଆଶ୍ରୟ ଦିଅନ୍ତୁ। ମହାରାଜ କହିଲେ, ତୁ ହେଉଛୁ ଅଧର୍ମର ବନ୍ଧୁ, ତୋତେ ମୋ ରାଜ୍ୟରେ ସ୍ଥାନ ନାହିଁ, ତୁ ମୋ ରାଜ୍ୟରୁ ବାହାରକୁ ଚାଲିଯା। ଆଉ ତୁ ଗାଭୀ ଗୋମାତାଙ୍କୁ ତୁ ଏଠି କଷ୍ଟ ପ୍ରଦାନ କରୁଛୁ, ତେଣୁ ତୋର କୌଣସି ସ୍ଥାନ ନାହିଁ ମୋ ରାଜ୍ୟରେ। ତ ସେ ସମୟରେ କଳି ତା'ର ପରିଚୟ ଦେଲା। କହିଲା, ମହାରାଜ, ମୋର ସମୟ ଆସି ପହଞ୍ଚିଛି, ତେଣୁ ମୁଁ କୁଆଡ଼େ ଯିବି? ଆପଣ ମୋତେ କହୁଛନ୍ତି ଆପଣଙ୍କ ରାଜ୍ୟରୁ ବାହାରି ଯିବା ପାଇଁ। এই ଶଶାଗରା ପୃଥିବୀରେ ମୁଁ ଯୁଆଡ଼େ ଯାଉଛି ସବୁଠି ଆପଣଙ୍କର ଶାସନ ମୁଁ ଦେଖୁଛି।
क्या परीक्षित महाराज थिले संपूर्ण पृथ्वीर चक्रवर्ती सम्राट से समय। तेणु जुआड़े भी गले आपण हाथ में तरबार धरी ठिया होबार मुझे देखुची तो मुझे जी आऊँ साक्षात कली आ मो समय बर्तमान आसी तेणु आपण मत स्थान दिंतु रही जितेबाला कली ये भाव में स्थान मागिले तो महाराज परीक्षित कली को 4टी स्थान देते रही 4टा स्थान कौन कौन कि कहींपारे कि जानते स्वर्णटा हूँ पंचम स्थान स्वर्ण देवा पूर्व आउ 4टा स्थान देते परीक्षित महाराज जुआ खेल बेश्याला है निशाद्रव्य सेवन द्रुत क्रीड़ा जुआ खेल अवैध संबंध यौन संबंध विवाह बाहर और चतुर्थरे मांसाहार स्त्रीय पान द्युत सुना जत्र अधर्म चतुर्विधा। स्त्रीय अर्थ होची वैदिक विधान बा विवाह संबंध बाहर जदि व्यक्ति संपर्क रखे ये हूँ अधर्म। द्युत क्रीड़ा जुआ खेल 3 रे होची पान पान अर्थ होची समस्त निशाद्रव्य आ 4th रे होची सुना सुना माने सुवर्ण नुहे संस्कृत रे ये होची तालबेश दीर्घ सुना सुनार अर्थ होची हिंसा पशु को मारिकी भक्षण करवा। तो परीक्षित महाराज कली को ये 4टा जगह देले कहले तुम्हें 4टा जगह कम जोटी हो तुम से कली कहले आपण राज्य में जुआड़े गले भी कौटी 4टा जगह ना कौट रही आप मत 4टा जगह देले ठीक अच्छे किंतु कहीं 4टा जिनस करूना ताने आप चिंता करूँ सारा पृथ्वी रे हे समय कहीं भी निशाद्रव्य सेवन करुनथिले कहीं अवैध जौन संपर्क रखुनथिले कहीं मांसाहार करुनथिले आउ कहीं आमिष जुआ खेल आदि खेलु नथिले। अब आपण देखो समाज रे जेते अपराध रही आज जो जेल को आप जानते अपराधी मान अच्छा सब अपराध ये 4टा कारण आरंभ हो कि नहीं ये 4टा काम आरंभ रू धीरे धीरे ता अपराध को जन्म दिए। तेणु जो कली कहले आपण राज्य में क्योंठी 4टा स्थान ना मत आउ गोटे जगह दिंतु सेतबेले परीक्षित महाराज कली को 5म स्थान देले सेटा होची सुवर्ण। पुनश्च जाचमानाय जात रूपम अदात प्रभु। तो संस्कृत रे जात रूप माने होचे सुना अर्थ जोठारे सुना अच्छी सेठी कलिवास करिवो। जो सुना सुना होचंती लक्ष्मी जो सुना लक्ष्मी जदि नारायण सेवार न लगी तो सही सुना कलिर बासस्थान। तो आम पाखे जदि किसी सुना अच्छी भावें जेटा मो सुना भावे यहाँ नारायण सुना तांको सेवार लगेबे। आ कली जुग जदि आम अनेक सुना को निजर करी पिंधि बुलिबा ताले संगे संगे आम मृत्यु को आमंत्रण करवा। तेणु कली जुग कहीं साहस मत करना सुना पिंधापी समस्त लुचेक रखुच्च किंतु लुचेक रखिले सी हूँ कलिर स्थान। तेणु पूर्व जुगरे बड़ बड़ राजा महाराज माने जो अधिक मात्रा सुवर्ण बाहरुला ताकू सब भगवान सेवार समर्पित करदे। आप देखु जगन्नाथंकर सुनार मुकुट सुनार हाथ सुनार हार बहुत पुराना काल रही। तिरुपति बालाजी मंदिर में केते सुना रही किंतु से सुना जदि व्यक्ति पाखे रहे ताले से सुना कलिर बासस्थान। तेणु ये आम स्पष्ट बुझीपारुचे स्त्रीय पान द्युत सुना ये 4टा हूँ कलिर स्थान।
ତା ଅର୍ଥ ଯଦି ଆମେ ମାଂସାହାର କରୁଛେ, ଆମିଷ ଦ୍ରବ୍ୟ ସେବନ କରୁଛେ, ତାହେଲେ ଆମେ ସବୁଦିନ କଳିର ସଙ୍ଗ କରୁଛେ। ଆମର ଚେତନା କଳିର ପ୍ରଭାବରେ କଳୁଷିତ ହେଉଛି ସବୁଦିନ ଭୋଜନ କରିବା ମାତ୍ରେ। କେହି କେହି ଯୁକ୍ତି ବାଢ଼ନ୍ତି ଯେ ଆପଣ ତ ଗାଈର କ୍ଷୀର ପିଉଛନ୍ତି, ତ ଏଇଟା କ'ଣ ଗାଈ ପ୍ରତି ଅତ୍ୟାଚାର ନୁହେଁ? ଜଣେ ଗାଈର କ୍ଷୀର ପିଉଛି, ଆଉ ଜଣେ ଗାଈର ମାଂସ ଖାଉଛି, ଏ ଦୁଇଟା ଯାକ ଗୋଟେ ଜିନିଷ। ତ ଏଭଳି ବ୍ୟକ୍ତି ଯେଉଁମାନେ ଏଭଳି ଯୁକ୍ତି କରନ୍ତି, ସେମାନେ ଦେଖିବା ଆବଶ୍ୟକ। ସେମାନଙ୍କର ଯୁକ୍ତିର ଗୋଟେ କାରଣ ବି ଅଛି। ବର୍ତ୍ତମାନ ଆଧୁନିକ ଯୁଗରେ କେହି ଗୋପାଳନ କରୁନାହାନ୍ତି। ଆଉ କ୍ଷୀର କେଉଁଠୁ ଆସୁଛି? ଯଦି ଆଜିକାଲିର ଛୋଟ ପିଲାଙ୍କୁ ଗୋଟେ ପଚାରିବେ କ୍ଷୀର କେଉଁଠୁ ଆସୁଛି, ସେମାନେ କହିବେ କ୍ଷୀର ପ୍ୟାକେଟ୍ କ୍ଷୀର ଦୋକାନ ମିଳୁଛି। ସେମାନେ ଜାଣନ୍ତିନି ଯେ ଗାଈରୁ କ୍ଷୀର ଆସେ ବୋଲି, ଯେଉଁମାନେ ସହରରେ ବଢ଼ିଛନ୍ତି। ତ ବର୍ତ୍ତମାନ ଗୋପାଳନ ଗୋଟେ ବ୍ୟବସାୟ ହୋଇଯାଇଛି। ବଡ଼ ବଡ଼ ଗୋଶାଳା କରାଯାଉଛି, ବଡ଼ ବଡ଼ ଫ୍ୟାକ୍ଟ୍ରି କରାହେଉଛି। ସେ ଫ୍ୟାକ୍ଟ୍ରିରେ ଯନ୍ତ୍ର ମାଧ୍ୟମରେ ଗାଈମାନଙ୍କୁ ଦହନ କରାଯାଉଛି। ଆଉ ଗାଈମାନଙ୍କୁ ଏକ ଦୁଗ୍ଧ ଉତ୍ପାଦନ ଯନ୍ତ୍ର ଭଳି ବ୍ୟବହାର କରାଯାଉଛି। ଆଉ ଯେତେବେଳେ ଗାଈ ଦୁଗ୍ଧ ଦେବା ପାଇଁ ଆଉ ସାମର୍ଥ୍ୟ ନ ରହୁଛି, ସେ ଗାଈମାନଙ୍କୁ ହତ୍ୟା କରିକିରି ତାଙ୍କର ମାଂସକୁ ବିକ୍ରି କରି ଦିଆଯାଉଛି। ସେଥିପାଇଁ ଏଭଳି ଯାନ୍ତ୍ରିକ ଉପାୟରେ ଗୋମାତାଙ୍କୁ ଗୋଟେ ଯନ୍ତ୍ର ଭଳି ଯେତେବେଳେ ବ୍ୟବହାର ଆମେ କରୁଛେ, ସେଟା ନିଶ୍ଚୟ ଅତ୍ୟାଚାର। କିନ୍ତୁ ଆମର ବୈଦିକ ସଭ୍ୟତାରେ ଆମର ଗାଁ ଗାଁରେ ଘରେ ଘରେ ଗୋମାତା ଏବେ ମଧ୍ୟ ଅଛନ୍ତି, ଅବଶ୍ୟ କମିଗଲାଣି। କିନ୍ତୁ ଗୋମାତାଙ୍କୁ ପରିବାରର ଜଣେ ସଦସ୍ୟ ଭାବରେ ଆମେ ବ୍ୟବହାର କରୁ। ନା ଗୋମାତା ପରିବାର ପାଇଁ ଗୋଟେ ବୋଝ ହୁଅନ୍ତି, ନା ପରିବାର ଗୋମାତାଙ୍କୁ କେବଳ ଦୁଗ୍ଧ ପାଇଁ ରଖନ୍ତି। ସେମାନେ ତାଙ୍କର ପାଳନ କରନ୍ତି ପରିବାର ସଦସ୍ୟ ଭଳି। ତ ଯେତେବେଳେ ପ୍ରତ୍ୟେକ ଘରେ ଗାଈ ରହନ୍ତି, ସେ ସମୟରେ କ'ଣ ହୁଏ ନା ଗାଈ ଯେତେବେଳେ ଦୁଗ୍ଧ ଦିଅନ୍ତି, ତାଙ୍କର ବଚ୍ଚା ପାଇଁ ଯେତିକି ଦୁଗ୍ଧ ଆବଶ୍ୟକ, ତାପରେ ବି ତାଙ୍କର ଯଥେଷ୍ଟ ଅଧିକ ଦୁଗ୍ଧ ଥାଏ, ଯାହାକି ମଣିଷମାନେ ବ୍ୟବହାର କରିପାରିବେ। ଆଉ ସେଇ ଦୁଗ୍ଧ ପାନ କରିବା ଦ୍ୱାରା ଆମର ମସ୍ତିଷ୍କର ସୂକ୍ଷ୍ମ ତନ୍ତ୍ର ଗୁଡ଼ିକ ବିକଶିତ ହୁଏ ଏବଂ ଆମର ବୁଦ୍ଧି ତୀକ୍ଷ୍ଣ ହୁଏ, ଆଉ ଆମେ ଆଧ୍ୟାତ୍ମିକ ବିଜ୍ଞାନକୁ ବୁଝିବାରେ ସମର୍ଥ ହେଉ। ଆଉ କେହି କେହି କୁହନ୍ତି ଆପଣମାନେ ଗଛ ଲଗାଉଛନ୍ତି, ଶାଗ ଗଛ କାଟିକି ଖାଉଛନ୍ତି, ତ ଆମେ କୁକୁଡ଼ା କାଟି ଖାଉଛୁ, ଅସୁବିଧା କ'ଣ? ଶାଗ ଗଛ ବି ମରିଯାଉଛି ଆଉ କୁକୁଡ଼ା ବି ମରିଯାଉଛି। ଗୋଟେ ବୃକ୍ଷ ଆଉ ଗୋଟେ ପଶୁ, ଏ ଭିତରେ ଅନ୍ତର କ'ଣ ରହିଛି ନା ଚେତନାରେ ପାର୍ଥକ୍ୟ ରହିଛି। ଯଦିଓ ବୃକ୍ଷର ମଧ୍ୟ ଜୀବନ ରହିଛି, ଆଉ ଗୋଟେ ପଶୁ ପକ୍ଷୀର ମଧ୍ୟ ଜୀବନ ରହିଛି, କିନ୍ତୁ ଭଗବାନ ଗୋଟେ ଜୀବ ପାଇଁ ଆଉ ଗୋଟେ ଜୀବକୁ ଆହାର ଭାବରେ ଗଢ଼ିଛନ୍ତି। ଜୀବ ଜୀବସ୍ୟ ଜୀବନମ୍। ବଣରେ ବାଘ୍ର ଆଦି ପଶୁମାନେ ହରିଣକୁ ଖାଆନ୍ତି, ଆଉ ହରିଣ ସେ ଘାସ ଖାଇକି ବଞ୍ଚେ। ହରିଣ କେବେ ମାଂସ ଖାଏନି କି ବ୍ୟାଘ୍ର କେବେ ଘାସ ଖାଏନି। ତ ଇଏ ହେଉଛି ପ୍ରକୃତିର ବ୍ୟବସ୍ଥା। ତ ମଣିଷ ପାଇଁ ତାହେଲେ କ'ଣ ଭୋଜନ ଭଗବାନ ସ୍ଥିର କରିଛନ୍ତି? ମଣିଷ ଶାକାହାରୀ ନା ମାଂସାହାରୀ? କେହି କେହି କହନ୍ତି ମଣିଷ ହେଉଛି ଉଭୟାହାରୀ, ସବୁ ଖାଇପାରିବ। ଆମେ ଯଦି ସବୁ ଖାଇପାରିବା, ଯେଉଁମାନେ ମାଂସାଶୀ ପ୍ରାଣୀ ସେମାନେ ଯେଭଳି ମାଂସ ଖାଉଛନ୍ତି, ଆମେ ସେମିତି ଖାଉଛେ କି ମାଂସ? ଆମେ ମାଂସାଶୀ ପ୍ରାଣୀମାନେ ଗୋଟେ ପଶୁକୁ ମାରିକିରି ତା'ର କଞ୍ଚା ମାଂସ ଖାଉଛନ୍ତି। ଆମେ କ'ଣ କରୁଛେ? ଆମେ ନିଜେ ମଧ୍ୟ ମାରୁନେ, ଅନ୍ୟ ଜଣେ ମାରୁଛି, ଧୁଆଧୁଇ କରିକି ସଫାସଫି କରିକି ପ୍ୟାକେଜ କରିକି ଆମକୁ ଦେଇଦେଉଛି। ଆମେ ଘରକୁ ଆଣୁଛେ, ଏଥିରେ କେତେ ପ୍ରକାର ତେଲ ମସଲା ଲୁଣ ପକାଇକି ତାକୁ ପ୍ରେସର ମାରିକିରି ତାକୁ
पूरा परिवार स्तर को नहीं आसुचे सिझेकिरी तापर आम तो खाऊे जदि आम मांसाशी प्राणी होता आम कंचा मांस को चोबई खाई पारि कि सामर्थ्य आमर ना ना आम हजम कर खाइले तेणु मनीष मांसाशी प्राणी नुहे आउ गोटे लक्षण मनीष पाखे रही मांसाशी प्राणी मैंने जो पानी पियंती आपड़ देखिए कुकुर बिराड़ी बाघ एमाने पानी पियंती केमिति पानी पियंती जीभरे चाटी चाटी पियंती आ जो मैंने शाकाहारी प्राणी से मैंने पानी पीले ओठ लगे पियंती आम केमती पानी पीछे आम पानी ओठ लगे पीछे ना जीभरे चाटिकी पीछे ओठ लगे पीछे तेणु आम होचे शाकाहारी प्राणी आ जो मैंने मांसाहारी प्राणी से जो क्षुद्रांत और बृहदांत अच्छी आम खाई सारा पर पाकस्थली जो वर्ज्य वस्तु बाहर हजम हो सारा पर से क्षुद्रांत को जाए तो से धीरे 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 तार सब शक्ति जहाँ अच्छे आवश्यक शक्ति बाहरी गला पर वर्ज्य वस्तु मल आकार बाहर जाए तेणु मनीष आउ शाकाहारी प्राणी मानकर जो इंटेन्स्टाइन अच्छी ता बहुत लंबा किंतु जो मैंने मांसाहारी प्राणी से क्षुद्रांत बृहदांत तार लंबाटा बहुत कम कहीं से थाए ना से जो मांसाहार करती से जहाँ शक्ति बाहर कथा बाहर जाए बाकी शीघ्र शरीर बाहर जाए बेस समय पर्यटन शरीर भितर से रहे ना कि मनुष्य जो मांसाहार करे से मांसर जो वर्ज्य वस्तु गुड़ाक बाहर से गुड़िक शरीर भितर जिते अधिक समय रहे कारण जेहतु तार दैर्घ्यटा बहुत लंबा धीरे 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 से बाहर तो से समय भितर से नाना प्रकार रोग सृष्टि करे शरीर भितर ये हूँ आ गोटे कारण तो जो मैंने कहती गछ काटिकी आम खाऊे तो पशुपक्षी कहीं काटी खाइबानी तो से घरे मत छोट पिला माने थिबे जेतेबेले फसल अमल करा जाए आपण धान एबे डिसेम्बर मास आसुची सब फसल अमल करा जीवो तो फसल अमल करवा गोटे उत्सव बहुत खुशी कथा समस्ते जाती गाँ लोक मैंने धान काटिकी गदा करके आसती तो आपण घरे जो छोट पिला थाए आपण ताको फसल अमल को खेत को नहीं पारे ना नहीं पारे नहीं पारे बहुत खुशी ने देखले बहुत खुशी लगे किंतु जदि आपण घर पछपटे गोटे छेली काटुचंदी कुकुड़ा काटुचंदी बा कंसई खाना अच्छी से आप छोट पिला नहीं जी नाक चाहिए आपण कहीं चाहिए से तो गोटे कथा गछ कटा हो पशु कटा हो असुविधा कौन आपण भी निजे देखापी चाहिए से जदिव आम जो मैंने मांसाहार करो प्लेट्रे खाया भल पाँच किंतु केबे निजे काटियापाई पसंद करेंगे बा हणा होता देखापी इच्छा प्रकाश करेंगे ना कहीं करेंगे ना आम जिते से जीव को कष्ट दि जाऊँगी से जो कष्ट छटपट हो जंत्रणा मिलूँ से प्रतिवाद कर मरियापी चाहूनी आम ताको मारुचे तेणु यही दुख को यही जंत्रणा को आम भूली जाऊे जिते आम रेस्टोरेंट में खाऊे घर रास्ता रांधि खाऊे ये सब कष्ट को भूलिकी आम ताको स्वादिष्ट भोजन भाव खाई दौचे कि थोड़े से कष्ट को आम मन पकेवा दरकार आज आम प्लेट को जो भोजन आसूची ता पछरे केते जंत्रणा और कष्ट रही को थोड़े स्मरण करवा दरकार आ तार प्रभाव आम छोट पिला ये नहीं जाऊने छोट पिलार प्रभाव मस्तिष्क तार जो कोमल मस्तिष्क रही के गभीर प्रभाव पड़ो ए दृश्य देखिक मुझे गोटे छोट गोटे सत कथा कहूँ यही प्रसंग में गोटे परिवार भितर बापा माँ रोते आउ तीनटा पिला थिले गोटे बहुत छोट पिला ताको मात्र 2-3 वर्ष बयस आ गोटे टिके ताड़ू बड़ ताको 4 वर्ष आउ टिके बड़ ताको 8 वर्ष तांको घर को तांको बापा कौन करती मास को थरे गोटे कुकुड़ा आणती आउ पिला मानक सामने पिला माने बसते तांको सामने से कुकुड़ा को सी छुरी धरिकी तार मुंड अलग करती आ पिला सब दृश्य देखे आ बड़ पुअर बहुत आग्रह से बसिकी देखे बापा कुकुड़ा काटिया समय
ଦିନେ ତାଙ୍କର ବାପା ଘରେ ନାହାନ୍ତି। ଏଇ ଯେଉଁ ଛୋଟ ପିଲା ଦୁଇ ଜଣ ଅଛନ୍ତି, ଏମାନେ କ'ଣ କରୁଛନ୍ତି, ଛାତ ଉପରେ ଖେଳୁଛନ୍ତି ଦୁଇ ଭାଇ। ଆଉ ଯେ ସବୁଠୁ ସାନ ତାକୁ ତାଙ୍କର ମା ସେ ଗାଧଉଛନ୍ତି ବାଥରୁମ୍ ଭିତରେ। ତ ଯେଉଁ ବଡ଼ ଭାଇ ଥିଲା ସିଏ ସବୁଦିନ ଦେଖେ ବାପା କେମିତି ଛୁରୀରେ ସେ କୁକୁଡ଼ାର ମୁଣ୍ଡ କାଟନ୍ତି। ତେଣୁ ତାକୁ ସେଦିନ ଏକ୍ସପେରିମେଣ୍ଟ କରିବା ପାଇଁ ଇଚ୍ଛା ହେଲା। ତେଣୁ ସେ ଛୁରୀଟାକୁ ଖୋଜିକି ଆଣିଲା, ତା ଭାଇକି ଦେଖେଇଲା, କହିଲା ଦେଖ ଏଇଟା ଦେଖୁଛୁ ନା କ'ଣ, ନା ବାପା ଏଇଥିରେ ସବୁଦିନ ସେ କୁକୁଡ଼ାର ମୁଣ୍ଡ କାଟନ୍ତି, ତ ଆଜି ମୁଁ ଟିକେ ଦେଖିବି ତତେ କେମିତି ଲାଗୁଛି କହିକି ସେ ତା ଆଗକୁ ବଢ଼ିଲା। ସେ ଦେଖିଲା କ'ଣ ଏଇ ମୋ ଆଡ଼ୁ ଧରିକି ଆସୁଛି, ଛାତ ଉପରେ ଖେଳୁଛନ୍ତି। ତ ଛାତ ଉପରେ ସିଏ ତାର ସାନ ଭାଇକୁ ଜବରଦସ୍ତି ମାଡ଼ି ବସିଲା ଏବଂ ତାର ତଣ୍ଟିରେ ଯେମିତି ସେ ଛୁରୀଟାକୁ ଲଗେଇଛି ତା ହାତ ଖସିଯାଇ ତା ତଣ୍ଟି କଟିଗଲା। ଆଉ ତାର ସାନ ଭାଇ ସତରେ ଛୁରୀର ଆଘାତରେ ସେ ମୃତ୍ୟୁବରଣ କଲା। ଆଉ ଏ ଦୃଶ୍ୟକୁ ଦେଖିକରି ତାକୁ ଡର ହୋଇଗଲା, ରକ୍ତ ବାହାରିଲା ବାରମ୍ବାର। ତେଣୁ ସେ ଭାବିଲା ବାପା ମୋତେ କ'ଣ କହିବେ ଭାବିକି ସେ ଛାତ ଉପରେ ଠିଆ ହେଇଛି, ହାତରେ ସେ ଛୁରୀ ବି ଧରିଛି। ସିଏ ପଛେ ପଛେ ଯାଉ ଯାଉ ଛାତ ଉପରେ ତାର ଗୋଡ଼ ଖସିଗଲା, ଆଉ ଛାତ ଉପରେ ପଡ଼ିକି ସିଏ ତଳେ ପଡ଼ିଗଲା, ଆଉ ତଳେ ପଡ଼ିକି ତାର ମଧ୍ୟ ମୃତ୍ୟୁ ହୋଇଗଲା। ଆଉ ଘର ଭିତରେ ମା ତାର ସାନ ପିଲାଟାକୁ ଗୋଟେ ଟବ୍ ଭିତରେ ବସି ଗାଧୋଉଥିଲେ, ଆଉ ତାଙ୍କୁ ଶବ୍ଦ ଶୁଭିଲା, ବହୁତ ଜୋରରେ କିଛି ଉପରୁ ପଡ଼ିଲା ଧପକିନି। ତ ସିଏ ଆଉ କିଛି ଭାବି ନ ପାରିକିରି ସେ ଗାଧୋଉଥିବା ଅବସ୍ଥାରେ ସେ ବାହାରିଗଲେ ଦେଖିବା ପାଇଁ କ'ଣ ହେଇଛି। ଆଉ ସେ ବାହାରି ଯିବା ସମୟରେ ଛୋଟ ପିଲାଟା ସେ ଟବ୍ରେ ଥିଲା, ପାଣି ଟ୍ୟାପ୍ଟା ଖୋଲା ହେଇଛି, ତ ପାଣି ପଡ଼ି 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 ଟପ୍ଟା ପାଣି ଫୁଲ୍ ହେଇଗଲା। ଫୁଲ୍ ହେଇଯିବାରୁ ସେ ଛୋଟ ପିଲାଟି ସେ ପାଣି ଭିତରେ ବୁଡ଼ିଗଲା, ଆଉ ସିଏ ବି ମରିଗଲା। ତ ଗୋଟେ ଦିନ ଭିତରେ କିଛି ଘଣ୍ଟା ଭିତରେ ଘରର 3 ଜଣ ଶିଶୁଙ୍କର ମୃତ୍ୟୁ ହୋଇଗଲା। ତ ୟାର ଆରମ୍ଭ ହେଲା କେଉଁଠୁ? ତାଙ୍କର ଘରେ ଯେତେବେଳେ ବାପା ସେ ଛୋଟ ସେ ଯେଉଁ କୁକୁଡ଼ାକୁ ସବୁଦିନ ଆସିକି ହତ୍ୟା କରନ୍ତି ଏ ଦୃଶ୍ୟକୁ ସେ ଦେଖିଥିଲେ। ତ କୋମଳମତୀ ଶିଶୁଙ୍କର ମନରେ ଏଇ ଦୃଶ୍ୟର ବହୁତ ଗଭୀର ପ୍ରଭାବ ପଡ଼େ। ତେଣୁ ଆମେ ଚାହୁଁନୁ ଯେ ଆମ ପିଲାମାନେ ସବୁ ଦେଖନ୍ତୁ, କିନ୍ତୁ ସେଇ ପିଲାମାନଙ୍କୁ ଆମେ ଏସବୁ ନ ଦେଖିକିରି ସେଇ ଆହାର ଭୋଜନ କରିବା ପାଇଁ ଦେଉ, ଆଉ ଭାବୁ ଯେ ଏସବୁ ଖାଇଲେ ଆମ ପିଲାମାନେ ସୁସ୍ଥ ହେବେ, ତାଙ୍କୁ ପ୍ରୋଟିନ୍ ମିଳିବ, ଭିଟାମିନ୍ ମିଳିବ। ଆଉ ବେଳେବେଳେ ଡକ୍ଟରମାନେ ମଧ୍ୟ କୁହନ୍ତି ଯେ ଆପଣ ଯଦି ପିଲାମାନଙ୍କୁ ଏସବୁ ନ ଦିଅନ୍ତି ପିଲାମାନେ ଦୁର୍ବଳ ହୋଇଯିବେ, ତାଙ୍କ ଭିଟାମିନ୍ ଅଭାବ ହେବ। ଆଉ ଆମକୁ ବି ଡର ହୋଇଯାଏ ଯେ ପିଲାଙ୍କୁ ନ ଖାଇବାକୁ ଦେଲେ ସେମାନେ ସୁସ୍ଥ ହେବେନି। ତ ଇଏ ହେଉଛି ବର୍ତ୍ତମାନ ସମୟର ପ୍ରଭାବ। କିନ୍ତୁ ଆମକୁ ଯେତିକି ଆବଶ୍ୟକ ତା'ର ସବୁ ଉପାଦାନ ଯଦି ଜଣେ ନିୟମିତ ଭାବରେ ଗୋଦୁଗ୍ଧ ସେବନ କରୁଛି, କ୍ଷୀର ସେବନ କରୁଛି, ତା ସହିତ ଡାଲି ଜାତୀୟ ପ୍ରୋଟିନ୍ ଖାଉଛି, ଫଳ ପନିପରିବା ସେବନ କରୁଛି, ଶାଗ ଖାଉଛି, ତାହେଲେ ପ୍ରକୃତିରେ ସବୁ ପ୍ରକାର ଉପାଦାନ ରହିଛି ଯେଉଁଥିରୁ ଆମକୁ ଭିଟାମିନ୍ ସବୁ ମିଳିପାରିବ। କିନ୍ତୁ ଆମେ ଯେତେବେଳେ ସହଜ ଉପାୟ ଧରୁଛେ, ପୂର୍ବ ସମୟରେ ମାନେ ଯେଉଁ ଆଦିବାସୀମାନେ ସବୁ ଜଙ୍ଗଲରେ ରହନ୍ତି ସେମାନେ କ'ଣ କରନ୍ତି, ପ୍ରକୃତିରେ ସମସ୍ତଙ୍କୁ ବଞ୍ଚିବା ପାଇଁ ସମସ୍ତେ ସଂଘର୍ଷ କରୁଛନ୍ତି। ଗୋଟେ ଜୀବ ସେ କେତେ କଷ୍ଟ କରି ଆହାର ଖୋଜି 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 ବଞ୍ଚିଛି, ତା ଶରୀରଟାକୁ ଗଢ଼ିଛି। ଆଉ ଆମେ ବଞ୍ଚିବା ପାଇଁ ଚାହୁଁଛେ, ତ ଆମେ କ'ଣ କରୁଛେ, ଯେଉଁ ଜୀବ ଏତେ କଷ୍ଟ କରି କିଛି ସମୟ ବ୍ୟତୀତ ହେଇ ସେ ବଢ଼ିଛି, ଆମେ ତାକୁ ଗୋଟେ ଦିନ ଭିତରେ ମାରିକି ତାକୁ ଖାଇଦେଉଛେ। ତ ଯଦି ସେଇ ଜୀବର ବଞ୍ଚିବାର ଅଧିକାର ଅଛି, ଯଦି ଆମର ବଞ୍ଚିବାର ଅଧିକାର ଅଛି, ସେ ଜୀବର ବି ବଞ୍ଚିବାର ଅଧିକାର ଅଛି। କିନ୍ତୁ ମଣିଷକୁ ଭଗବାନ ଉନ୍ନତ ବୁଦ୍ଧି ପ୍ରଦାନ କରିଛନ୍ତି। ମଣିଷ ନିଜର ଆବଶ୍ୟକତା ପାଇଁ ସେ ଚାଷ କରିପାରିବ, ଫଳମୂଳ ଗଛ ଲଗାଇ ପାରିବ, ପନିପରିବା ଗଛ ଲଗାଇ ପାରିବ। ପଶୁପକ୍ଷୀମାନେ ତାହା କରିପାରିବେ ନାହିଁ। ପଶୁପକ୍ଷୀମାନେ ପ୍ରକୃତି ଉପରେ ପୁନଃ ନିର୍ଭରଶୀଳ। କିନ୍ତୁ ମଣିଷ ସେ ପ୍ରକୃତିକୁ ବ୍ୟବହାର କରି ଉପଯୁକ୍ତ ଭାବରେ ତା'ର ଉପଯୋଗ କରି ସେ ତା'ର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରିପାରିବ।
ଆପଣ ଯଦି এই ମାଂସାହାରର ପରିବେଶ ଉପରେ କ'ଣ ପ୍ରଭାବ ରହିଛି ତାକୁ ଅଧ୍ୟୟନ କରିବେ, ଆପଣ ବୁଝିପାରିବେ ଆଜି ଯଦି ପୃଥିବୀରେ ସମସ୍ତେ ମନୁଷ୍ୟ ଶାକାହାରୀ ହୋଇଯିବେ, ବର୍ତ୍ତମାନ ଯେତିକି ପୃଥିବୀର ଉତ୍ପାଦନ କ୍ଷମତା ରହିଛି, ଯେତିକି ମଣିଷ ପୃଥିବୀ ପୃଷ୍ଠରେ ଅଛନ୍ତି, ତାର 100 ଗୁଣ ଆବାଦୀ ବି ଯଦି ପୃଥିବୀରେ ହୋଇଯାଏ, ତାହେଲେ ପୃଥିବୀ ସମସ୍ତଙ୍କୁ ଭୋଜନ ଯୋଗାଇ ପାରିବ। ଯଦି ସମସ୍ତେ ଶାକାହାରୀ ହୁଅନ୍ତି ତାହେଲେ, ଯଦି ମାଂସାହାରୀ ସମସ୍ତେ ହୋଇଯିବେ, ତାହେଲେ ଯେତିକି ଆବାଦୀ ଆମର ପୃଥିବୀ ପୃଷ୍ଠରେ ଅଛନ୍ତି, ସେତିକି ଆବାଦୀକୁ ମଧ୍ୟ ଆମେ ମାଂସ ଯୋଗାଇ ପାରିବା ନାହିଁ। ତାର କାରଣ କ'ଣ ନା, ଖାଦ୍ୟର ଗୋଟେ ପିରାମିଡ଼ ଅଛି, ଆଉ ତାର ସବୁଠୁ ତଳେ ହେଉଛି ତୃଣ। ପ୍ରକୃତି ଆମକୁ ପ୍ରଥମେ ଦେଉଛି ତୃଣ, ପନିପରିବା, ଘାସ ଇତ୍ୟାଦି, ଫଳମୂଳ। ଗୋଟେ ଧାନ ଗଛ ବା ଗୋଟେ ଶାଗ ଗଛ ଆମେ ଯଦି ଲଗାଇବା, ସେ କେତେ ଦିନରେ ଆମକୁ ତା'ର ଫଳ ଦେଇପାରିବ? ଶାଗ ଆଜି ବୁଣିଦେଲେ ସପ୍ତାହ ଭିତରେ ଶାଗ ବଢ଼ିଯିବ। ଧାନ ଗଛ 2-3 ମାସ ଭିତରେ ଦେଇଦେବ। କିନ୍ତୁ ଗୋଟେ ପଶୁ ଯାହାକୁ ଆମେ ମାରିକି ଖାଉଛେ, ତାକୁ ଆମେ ଗୋଟେ ଦିନରେ ମାରିକି ଖାଉଛେ, କିନ୍ତୁ ସେଇ ପଶୁ ବଢ଼ିବା ପାଇଁ କେତେ ଦିନ ଲାଗୁଛି? କିଛି ବର୍ଷ ଲାଗୁଛି। ଆଉ ସେତିକି ବର୍ଷ ଭିତରେ ସେ କେତେ ଘାସ ଖାଉଛି, ପାଣି ପିଉଛି। ଆଉ ଯେତେବେଳେ ପଶୁମାନଙ୍କୁ ହତ୍ୟା କରାଯାଉଛି, ଏସବୁ ଇଣ୍ଡଷ୍ଟ୍ରିରେ କେତେ ପରିମାଣରେ ଜଳ ବ୍ୟବହାର କରାଯାଉଛି ଧୋଇବା ପାଇଁ, ସଫା କରିବା ପାଇଁ। ତେଣୁ ପ୍ରକୃତିର ଆମେ ବହୁତ ଦୋହନ କରୁଛେ ଯେତେବେଳେ ଆମେ ଏ ଆମିଷ ସେବନ କରୁଛେ। ଯେତିକି ମାତ୍ରାରେ ଜଳରେ ଶାକାହାରୀ ଖାଦ୍ୟ ଉତ୍ପନ୍ନ ହୋଇପାରିବ, ତାହାର ଅନେକ ଗୁଣ ଜଳ ଆବଶ୍ୟକ ସେତିକି ମାତ୍ରାର ମାଂସାହାର ଭୋଜନ ପ୍ରସ୍ତୁତ କରିବା ପାଇଁ। ତେଣୁ ମାଂସାହାର ଭୋଜନ କରିବା ଇଏ ପ୍ରକୃତି ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଉଛି, ଆମ ପରିବେଶ ଉପରେ। ତେଣୁ ଯେତେବେଳେ ଆମେ ଶାକାହାରୀ ଭୋଜନ କରୁଛେ, ସେତେବେଳେ ପ୍ରକୃତିର ବ୍ୟବସ୍ଥାକୁ ଆମେ ବହୁତ ଭଲ ଭାବରେ ବ୍ୟବହାର କରିପାରିବା, ଆଉ ସହଜରେ ଆମର ଆବଶ୍ୟକୀୟ ବସ୍ତୁ ପ୍ରାପ୍ତ ହୋଇପାରିବା। ତେଣୁ ଆମେ ଶାସ୍ତ୍ରରୁ ଦେଖିଲେ ଯେ ପରୀକ୍ଷିତ ମହାରାଜ ସେ 4ଟି ସ୍ଥାନ କଳିକୁ ପ୍ରଦାନ କରିଥିଲେ। ତେଣୁ ସ୍ପଷ୍ଟ ରୂପେ ଆମେ ଜାଣିପାରୁଛେ, ଯଦି ମାଂସାହାର ଯେଉଁଠି କରାଯାଉଛି ସେଠି କଳି ନିଶ୍ଚୟ ବାସ କରୁଛି। ଆହୁରି କ'ଣ ପ୍ରମାଣ ରହିଛି? କେହି କୁହନ୍ତି ଯେ ଆପଣଙ୍କର ବେଦଶାସ୍ତ୍ରରେ ସବୁ ବଳି ପ୍ରଥା ରହିଛି, ତ ଆମେ ବିଭିନ୍ନ ପୂଜାରେ ସବୁ ବଳି କରୁଛେ, ବଳି ଦେଇକରି ଦେବାଦେବୀଙ୍କୁ ପୂଜା କରୁଛେ, ଆଉ ଲୋକମାନେ ସେଇ ବଳି ଦେଇକି ତା'ର ମାଂସ ଖାଉଛନ୍ତି। ତ ୟାର ଅର୍ଥ କ'ଣ? ୟାର ଉଦ୍ଦେଶ୍ୟ କ'ଣ? এই କଳିଯୁଗରେ ଯେତେବେଳେ ଭଗବାନ ବୁଦ୍ଧ ରୂପରେ ଆବିର୍ଭାବ ହେଲେ, ଭଗବାନ ବୁଦ୍ଧ ଆସିବାର ମୂଳ କାରଣ କ'ଣ? এই ପଶୁ ବଳିକୁ ବନ୍ଦ କରିବା। ନିନ୍ଦସି ଯଜ୍ଞ ବିଧେ ରହଃ ଶ୍ରୁତି ଜାତ ସଦୟ ହୃଦୟ ଦର୍ଶିତ ପଶୁ ଘାତମ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରି। ତେଣୁ ଭଗବାନ ବୁଦ୍ଧ ଯେତେବେଳେ ଆସିଲେ, ତା ପୂର୍ବରୁ ଲୋକମାନେ ଯଜ୍ଞ ନାଁରେ ଅନେକ ପଶୁ ବଳି କରୁଥିଲେ, ପଶୁମାନଙ୍କୁ ମାରୁଥିଲେ। ତାଙ୍କୁ ଯେତେବେଳେ କୁହାଯାଉଥିଲା ଆପଣ କାହିଁ ପଶୁ ବଧ କରୁଛନ୍ତି, ସେମାନେ କହୁଥିଲେ ଶାସ୍ତ୍ରରେ ଲେଖା ହେଇଛି ବଳି ଯଜ୍ଞରେ ପଶୁ ବଳି ଦେଇକରି ଆମେ ଯଜ୍ଞ କରିବା। ତ ଯଜ୍ଞ ନାଁରେ ପଶୁ ବଳି ବଢ଼ିବାରେ ଲାଗିଲା। ତ ଜଣେ ପ୍ରଶ୍ନ କରିପାରେ, ତାହେଲେ ଯଜ୍ଞରେ ପଶୁ ବଳିର ବ୍ୟବସ୍ଥା କାହିଁକି ଦିଆଯାଇଛି? ଯେମିତି ଆମେ ଶୁଣିଥିବେ ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ଏସବୁ ଯଜ୍ଞ ପୂର୍ବ କାଳରେ ହେଉଥିଲା। ତେବେ ତା'ର କ'ଣ ଅର୍ଥ କ'ଣ? ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି
ଯଜ୍ଞରେ ଯେଉଁ ପଶୁକୁ ବଳି ଦିଆଯାଏ ସେଇ ପଶୁ ବଳିର ଉଦ୍ଦେଶ୍ୟ କ'ଣ, ତା'ର ଅର୍ଥ କ'ଣ? ନା ଯେଉଁ ପଶୁକୁ ଯଜ୍ଞରେ ବଳି ଦିଆଯାଏ ସେଇ ପଶୁ ଯଜ୍ଞରେ ଆହୁତି ପ୍ରଦାନ କରାଗଲେ ସେ ଯଦି ବୃଦ୍ଧ ପଶୁ ହୋଇଥାଏ ତ ଯଜ୍ଞରେ ଆହୁତି ପ୍ରଦାନ କଲେ ସେ ଏକ ଯୁବକ ଶରୀର ପ୍ରାପ୍ତ କରେ। ଏ ଯଜ୍ଞ କୁଣ୍ଡରୁ ସେ ଆଉଥରେ ପ୍ରକଟ ହୁଏ। ଆଉ ୟା ଦ୍ୱାରା ବ୍ରାହ୍ମଣମାନଙ୍କର ମନ୍ତ୍ର ଉଚ୍ଚାରଣର ପରୀକ୍ଷା ମଧ୍ୟ କରାଯାଏ। ଯଜ୍ଞରେ କରାଯାଇଥିବା ପଶୁକୁ ବଧ କରିକି ତା'ର ମାଂସ ଭକ୍ଷଣ କରାଯାଏ ନାହିଁ, ତା ଯଜ୍ଞରେ ଅର୍ପଣ କରାଯାଏ। ଆଉ ସେଇ ପଶୁ ତା ପରବର୍ତ୍ତୀ ଜନ୍ମରେ ଉଚ୍ଚ ଗତି ଲାଭ କରେ। ଆଉ ଯେତେବେଳେ ଯଜ୍ଞରେ ଏଭଳି କରାଯାଏ ଯଜ୍ଞକର୍ତ୍ତା ତା'ର ପରିଣାମ ମଧ୍ୟ ଭୋଗ କରନ୍ତି। କିନ୍ତୁ ଯେତେବେଳେ ପରବର୍ତ୍ତୀ କଳିଯୁଗ ବଢ଼ିବାକୁ ଲାଗିଲା ଲୋକମାନେ ଯଜ୍ଞଗୁଡ଼ିକୁ ପଶୁ ବଳି ନିଜର ଜିହ୍ବାର ଲାଳସାକୁ ତୃପ୍ତ କରିବା ପାଇଁ କରିବାକୁ ଲାଗିଲେ। ତେଣୁ ଶାସ୍ତ୍ରରେ କଳିଯୁଗରେ ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି ଯେ ଏହିସବୁ ଯଜ୍ଞ କଳିଯୁଗ ପାଇଁ ମନା। ଅଶ୍ୱମେଧମ ଗବାଲମ୍ଭ୍ୟମ ଅଶ୍ୱମେଧମ ଗବାଲମ୍ଭ୍ୟମ ଫଳପୈତୃକମ୍ ଦେବରେଣ ସୁତୋତ୍ପତ୍ତି କଳौ ପଞ୍ଚ ବିଭର୍ଜୟେତ୍ ସନ୍ନ୍ୟାସମ ଫଳପୈତୃକମ୍। ତେଣୁ କଳିଯୁଗରେ ପାଞ୍ଚଟି ଜିନିଷ ମନା କରାହେଇଛି। ଗୋଟେ ହେଉଛି ଅଶ୍ୱମେଧ ଯଜ୍ଞ। ଅଶ୍ୱମେଧ ଯଜ୍ଞରେ ଆମେ ପଶୁ ବଳି ଦେଇପାରିବା ନାହିଁ କଳିଯୁଗରେ। ଅଶ୍ୱମେଧ ଗୋବେଧ। ଆଉ କଳିଯୁଗରେ ସନ୍ନ୍ୟାସ ମଧ୍ୟ ମନା କରାହେଇଛି। କଳିଯୁଗରେ ଦେବରେଣ ସୁତୋତ୍ପତ୍ତି, ଦେବର ବା ଦିଅରଙ୍କ ଠାରୁ ସନ୍ତାନ ପ୍ରାପ୍ତ କରିବା ଏଇଟା ପୂର୍ବ ସମୟରେ ଥିଲା, ଏଇଟା କଳିଯୁଗରେ ମଧ୍ୟ ମନା କରାହେଇଛି। ଏବଂ ପଞ୍ଚମରେ ହେଉଛି ଫଳପୈତୃକମ୍, ନିଜର ପିତୃପୁରୁଷମାନଙ୍କୁ ଶ୍ରାଦ୍ଧରେ ମାଂସ ପ୍ରଦାନ କରିବା, ଇଏ ବି କଳିଯୁଗରେ ମନା କରାହେଇଛି। ଆଉ ଭାଗବତରେ ଏକ ସୁନ୍ଦର ପ୍ରସଙ୍ଗ ଆସୁଛି ଯେଉଁଠି କୁହାଯାଇଛି ଯେ ଯେଉଁମାନେ ଯଜ୍ଞରେ ଏଭଳି ପଶୁ ବଳି ପ୍ରଦାନ କରନ୍ତି ସେମାନଙ୍କର କ'ଣ ଗତି ହୁଏ। ଭାଗବତରେ ଜଣେ ରାଜାଙ୍କର ବର୍ଣ୍ଣନା ଆସୁଛି, ତାଙ୍କ ନାଁ ହେଉଛି ରାଜା ପ୍ରାଚୀନ ବର୍ହିଷତ୍। ପ୍ରାଚୀନ ବର୍ହି ଏ ରାଜା ଏତେ ଯଜ୍ଞ କରିବାରେ ନିପୁଣ ଥିଲେ ଯେ ସାରା ପୃଥିବୀରେ ଏଭଳି କୌଣସି ସ୍ଥାନ ଖାଲି ନଥିଲା ଯେଉଁଠିକି ସେ ରାଜା ଯଜ୍ଞ କରିନଥିଲେ। ପୁରା ପୃଥିବୀରେ ସବୁ ସ୍ଥାନରେ ଯଜ୍ଞ କରିସାରିଥିଲେ। ଆଉ ଯେଉଁଠି ଯଜ୍ଞ କରୁଥିଲେ ସେଠି ସେ କୁଶ ଘାସକୁ ପୂର୍ବ ଦିଗକୁ ମୁହଁ କରି ରଖିକି ଯାଉଥିଲେ, ଯାହାଫଳରେ ଲୋକ ଜାଣିପାରିବେ ଯେ ଏଠି ଯଜ୍ଞ କରାଯାଇଛି। ତେଣୁ ସାରା ପୃଥିବୀ ପୃଷ୍ଠ ଏହି କୁଶ ଘାସରେ ଆଚ୍ଛାଦିତ ହୋଇଯାଇଥିଲା ସେ ରାଜାଙ୍କ ଶାସନ ସମୟରେ। ଆଉ ସେ ଯେତେବେଳେ ଯଜ୍ଞ କରୁଥିଲେ ଯଜ୍ଞରେ ସେ ପଶୁ ବଳି ମଧ୍ୟ ପ୍ରଦାନ କରୁଥିଲେ। କିନ୍ତୁ ତାଙ୍କ ଯଜ୍ଞ କରିବାର ଉଦ୍ଦେଶ୍ୟ କ'ଣ ଥିଲା? ଯଜ୍ଞର ଉଦ୍ଦେଶ୍ୟ କ'ଣ ହେବା ଦରକାର? ନା ଯଜ୍ଞର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। କିନ୍ତୁ ସେହି ରାଜା ଯଜ୍ଞ କରୁଥିଲେ କେବଳ ପୁଣ୍ୟ ପ୍ରାପ୍ତ କରିବା ପାଇଁ ଆଉ ସ୍ୱର୍ଗ ପ୍ରାପ୍ତି ହେବା ପାଇଁ। ତେଣୁ ଆମେ ଯେଉଁ ଧର୍ମକର୍ମ କରୁଛେ ସେ ଧର୍ମକର୍ମର ଉଦ୍ଦେଶ୍ୟ ଯଦି ଭୌତିକ ସୁଖ ପ୍ରାପ୍ତି ବା ସାଧାରଣ ପୁଣ୍ୟ ପ୍ରାପ୍ତି, ତାହେଲେ ଆମେ ସେହି ଯଜ୍ଞ କର୍ମ ସେ ପୂଜା କଲେ ମଧ୍ୟ ଆମେ ସେ ପୂଜା ଦ୍ୱାରା ବନ୍ଧନରେ ପଡ଼ିଯିବା। ଯେତେବେଳେ ଆମେ ଲୋକମାନଙ୍କୁ କହୁ ଆପଣ ଭଗବାନଙ୍କ ମନ୍ଦିରକୁ ଆସନ୍ତୁ, ଭଗବାନଙ୍କ ନାମ କରନ୍ତୁ, ତ ପ୍ରାୟତଃ ଲୋକମାନେ କୁହନ୍ତି ଯେ ଆମେ ପୂଜା କରୁଛୁ, ଆମେ ମନ୍ଦିରକୁ ଯାଉଛୁ, ଆମ ଘରେ ବି ଠାକୁର ଅଛନ୍ତି। ଯେ କେବଳ ପୂଜା ଜଣେ କରୁଛି ସେଇଟା ଯଥେଷ୍ଟ ନୁହେଁ। ଆମେ ଜାଣିବା ଦରକାର ଆମେ ପୂଜା କାହିଁକି କରୁଛେ, ଆମେ ଯେଉଁ ଧର୍ମ ଆଚରଣ କରୁଛେ ତା'ର ଉଦ୍ଦେଶ୍ୟ କ'ଣ। ଶାସ୍ତ୍ରରେ କୁହାଯାଇଛି ଧର୍ମଂ ସୁନିଷ୍ଠିତା ପୁଂସା ବିଶ୍ୱକ୍ସେନ କଥା ସୁଜଃ ନ ଉତ୍ପାଦୟତେ ରତିମ୍ ଯଦି ଶ୍ରମ ଏବ ହି କେବଳମ୍। ଆମେ ଯେଉଁ ଧର୍ମର ଅଭ୍ୟାସ କରୁଛେ, ଯଦି ସେ ଧର୍ମର ଅଭ୍ୟାସ କଲା ପରେ ଆମର ପରୀକ୍ଷା କେମିତି କରିବା? ଆମେ ଯେଉଁ ଧର୍ମ କର୍ମ କରୁଛେ ତା ଦ୍ୱାରା ଆମର ବାସ୍ତବରେ ଆଧ୍ୟାତ୍ମିକ ଉନ୍ନତି ହେଉଛି ନା ହେଉନି, ତା'ର ପରୀକ୍ଷା କେମିତି ଆମେ କରିବା? ନା ଯାହା ବି ଆମେ ଧର୍ମ ଅଭ୍ୟାସ କରୁଛେ
ଯଦି ତାହା କରିବା ପରେ न उत्पादयते जदि रतिम भगवानंकर कथा श्रवण जदि आमर आग्रह प्रकाश न पाउछि भगवानंकर नाम श्रवण भगवानंकर कथा श्रवण साधु संगरे जदि आमर आग्रह न बढ़ुची आम पूजा करुचे मंदिर जाऊचे भोग लगाऊचे किंतु भगवानंकर कथा शुणा को आमको आग्रह आसुनी भगवान नाम करने इच्छा होनी ताहले आमर सब पूजा पर्व सब कौन श्रम एवं ही केवल केवल वृथा परिश्रम। तेणु ये हूँ तार टेस्ट परीक्षा आम देखिपर आम केतिकी अग्रगति वास्तव में करें आध्यात्मिक जीवन में। तेणु जदि आम वास्तव में ठीक मार्ग में आराधना पूजा करुचे तो आमर मन सांसारिक सुखरे आग्रह प्रकाश न करी भगवानंकर कथार आग्रह प्रकाश कर। आम निजको पचार मते मोबाइल रे टीवी रे करेंट अफेयर्स न्यूज देखापी इंटरेस्ट लगुच भल लगुच ना भगवान कथा शुणापी प्रवचन शुणापी भल लगुच। जदि आम पूजा करुच्ची आराधना करुच्ची किंतु मते संसारिक न्यूज ही भल लगुच यहाँ घंटा घंटा देखापी भल लगुच किंतु प्रवचन शुणा बसिल मत बोर लगुच ता अर्थ मोर आध्यात्मिक प्रगति वर्तमान है ना। ये हूँ तार परीक्षा। आपड़ कहे ये भगवान कथार अच्छी कौन से तो पुणा कथा किसी नुआ किसी ना से गोटे हरे कृष्ण मंत्र आपड़ कहे से गीता भागवत कथा कहे आम तो सब जाचु कौन नुआ जिनस थी आमको आग्रह लगे ये नुआ जिनस कौन अच्छी ये सब पुणा जिनस नुआ जिनस संसार अच्छी तेज संसार कौन नुआ जिनस अच्छी संसार सबुदिन कौन घटुची आप न्यूज खोलुंट टीवी खोलुंट न्यूज कौन कहूँ संसार रे युद्ध होची लोक मरुचंती लोक जन्म होचंती कोठी राजनीतिक समस्या चली कोठी अपराध होची से गोटे जिनसर पुनरावृत्ति संसार होची। संसार रे किछि नुआ जिनस ना वास्तव नुआ जिनस अच्छी भगवान कथार किंतु भगवान कथाटा प्रथम श्रवण आमको लगे से पुणा जिनस कहते पुणा जिनस दूर लगे प्रथम लगे किंतु जितेबाला आपण ताकू ध्यानपूर्वक करेंगे ता भीतर प्रवेश करेंगे सेतेबाला आपण को भितर नूतन नूतन अनुभव प्राप्त हो। आम समस्ते भगवत गीता घर रखीचे पढ़ुचे जड़े कह भगवत गीता पूरा पढ़ी सारी आउ कौन पढ़ी जड़े जब भगवत गीता पूरा भी पढ़ी सारी से आउ थे भगवत गीता को पढ़े ताले भगवत गीतार अनेक गभीर ज्ञान से प्राप्त करे आउ थे कौन 10 थर पढ़ले ताकू भगवत गीतार नूतन अनुभव आ ज्ञान प्राप्त हो। आम भगवान का नाम करुचे भगवान का नाम जप करने समय आम गोटे जिनस को बारंबार पुनरावृत्ति करुचे हरे कृष्ण 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 हरे 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 राम 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 हरे हरे गोटे ना को बारंबार बारंबार आम रिपीट करचे बारंबार कहूचे किंतु बारंबार कहवा सत्वे मध्य हे तो प्रारंभ में आमको लगे आम थकी जीवा जीव को टिके कष्ट हम कि जो मैंने नियमित भाव में नाम अभ्यास करती से मैंने कहींपारे तांकर अनुभव थी जे भगवान को नाम बारंबार कहले आमको क्लांति अनुभव हुए ना किंतु आपड़ जदि संसार जेकोसी व्यक्ति बा वस्तुर ना को बारंबार कहे आपड़ करें बारंबार करके देखु आपड़ जो लोक को बहुत भल पाती आपणकर पिला हो आपणकर घरे कौन से लोक हूँ बा कौन सी वस्तु हो आपड़ ता नाम को बारंबार कह चेष्टा करूँ आपड़ अल्प टिके समय कलापर विरक्त हो कहे दरकार ना ये सब करवा। तो ये हूँ प्रमाण जे भगवानकर ना भगवानकर कथा एगुड़िक हूँ चिन्मय वस्तु। तो आम जो कथा श्रवण करुचे नाम करुचे प्रारंभ में लगुच पुराना जिनस एतिर किसी नूतनता ना किंतु जितेबाला आम ताकू नियमित भाव में करुचे धीरे 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 आम तार भितर प्रवेश करुचे आ प्रवेश कलापर से नाम भितर आमको भगवानंकर उपस्थिति अनुभव हो पार। जो माने ध्यानपूर्वक भगवान का नाम जप करती से माने केवल निजर कल्याण करना से माने सारा संसार मंगल साधन कर केमिति
ନା ଭଗବାନଙ୍କର ନାମ ହେଉଛି ଗୋଟେ ଯଜ୍ଞ। ଆପଣ ଜାଣିଥିବେ ତ ଯଜ୍ଞ କରାଯାଏ, ବିଶ୍ୱ ଶାନ୍ତି ଯଜ୍ଞ, ଅମୁକ ଯଜ୍ଞ, ସମୁକ ଯଜ୍ଞ। ତ ଯଜ୍ଞର ଉଦ୍ଦେଶ୍ୟ ହେଉଛି ସଂସାରରେ ଶାନ୍ତି ସ୍ଥାପନ। ତେବେ ଇଏ ବର୍ତ୍ତମାନ କଳିଯୁଗରେ ଅନ୍ୟ ସବୁ ଯଜ୍ଞ ନିଷ୍ଫଳ, କେବଳ ଗୋଟେ ଯଜ୍ଞ କାମ କରିବ, ସେ ହେଉଛି ନାମ ଯଜ୍ଞ। ଆଉ ଏ ନାମ ଯଜ୍ଞ ପାଇଁ କୌଣସି ଧନ ବା ବିଶେଷ ଆଡ଼ମ୍ବରର ଆବଶ୍ୟକତା ନାହିଁ। କେବଳ ଜଣେ ବ୍ୟକ୍ତି ଧ୍ୟାନପୂର୍ବକ ଯଦି ଭଗବାନଙ୍କ ନାମ କରୁଛି, କୀର୍ତ୍ତନ କରିବା ପାଇଁ ବହୁତ ସମୂହ ଆବଶ୍ୟକ, କିନ୍ତୁ ଜପ କରିବା ପାଇଁ କେହି ଦରକାର ନାହିଁ, ନିଜେ ମଧ୍ୟ ଯଥେଷ୍ଟ। ତେଣୁ କହିବ ମୁଁ ହରେ କୃଷ୍ଣ ଜପ କରୁଛି, ଏହାଦ୍ୱାରା କ'ଣ ହେବ ସଂସାରର? ଆପଣଙ୍କୁ ଲାଗିବ କିଛି ହେଉନି। କିନ୍ତୁ ଆପଣ ଯଦି ମନ ଦେଇକରି ନିଜ ଘର ଭିତରେ ବସିକି ଭଗବାନଙ୍କ ନାମ କରୁଛନ୍ତି, ସେ ଭଗବାନଙ୍କର ସେ ଧ୍ୱନି ତରଙ୍ଗ ସାରା ସଂସାରରେ ଗୋଟେ ପବିତ୍ର ବାତାବରଣ ତିଆରି କରୁଛି। ତେଣୁ ଯିଏ ଯେଉଁ ସ୍ଥାନରେ ବସି ଭଗବାନଙ୍କ ନାମ କରୁଛନ୍ତି, ତା'ର ପ୍ରଭାବରେ ସଂସାରରେ ଯେଉଁ ନକାରାତ୍ମକ ଶକ୍ତି ରହିଛି, ଯେଉଁ ଲୋକଙ୍କ ମନ ଭିତରେ ଅନ୍ୟର ଅନିଷ୍ଟ କରିବା ପାଇଁ ଭାବନା ଅଛି, ମନ ଭିତରେ କାମ, କ୍ରୋଧ, ଦୋଷ ଆଦି ଚିନ୍ତନ ଅଛି, ଏହି ସବୁଗୁଡ଼ିକ ପ୍ରଶମିତ ହେଉଛି, କମୁଛି କେବଳ ଆମର ନାମ କରିବା ଦ୍ୱାରା। ଅନ୍ୟମାନଙ୍କର କ'ଣ ପରିବର୍ତ୍ତନ ହେବ ସେଟା ଆମେ ପରେ ବୁଝିବା। ସବୁଠୁ ପ୍ରଥମ ପରିବର୍ତ୍ତନ ଆମର ନିଜର ହେଉଛି। ଆମର ଯେଉଁ ଚିତ୍ତରୂପକ ଦର୍ପଣ ଅଛି, ସେଥିରେ ଅନେକ ଜନ୍ମ ଧରି ସବୁ ପରସ୍ତ ମଇଳା ବସି ରହିଛି। ଆଉ ସେଇ ସବୁ ଅନର୍ଥ ମଳି ଥିବାରୁ ଆମେ ଜୀବନରେ ବହୁତ କଷ୍ଟ ପାଉଛେ। ଯଦି ଆମକୁ ପଚରାଯାଏ ଆମ ଜୀବନରେ ଯଦି କିଛି ଦୁଃଖ ଅଛି, କଷ୍ଟ ଅଛି, ତା'ର କାରଣ କ'ଣ? ଆପଣ ସମସ୍ତଙ୍କ ଜୀବନରେ କିଛି ଅସୁବିଧା ଥିବ, ଦୁଃଖ ଥିବ, ସମସ୍ୟା ଥିବ। ଯଦି ଆପଣଙ୍କୁ ପଚରାଯାଏ ଆପଣ ପ୍ରୋବ୍ଲେମରେ ଅଛନ୍ତି, ଅସୁବିଧା ଅଛନ୍ତି, ତା'ର କାରଣ କ'ଣ? ତ ଆମେ ସାଧାରଣତଃ କହୁ ଆମର ଘରେ ମୋତେ ହଇରାଣ କରୁଛନ୍ତି, ଆମର ଶତ୍ରୁମାନେ ସବୁ ହଇରାଣ କରୁଛନ୍ତି, ଆମର ପଡ଼ୋଶୀ ଦେଶ ଆମକୁ ହଇରାଣ କରୁଛି। ଆମେ ସାଧାରଣତଃ ଭାବୁ ଅନ୍ୟମାନେ ସମସ୍ତେ ଆମକୁ କଷ୍ଟ ଦେଉଛନ୍ତି, ଅନ୍ୟମାନଙ୍କ ଯୋଗୁଁ ଆମେ ଦୁଃଖ ପାଉଛେ। କିନ୍ତୁ ବାସ୍ତବତା ହେଉଛି ଆମର ଯେତେ ସବୁ ଦୁଃଖ କଷ୍ଟ ଆମେ ଜୀବନରେ ପାଉଛେ, ତା'ର କାରଣ ଅନ୍ୟମାନେ ନୁହନ୍ତି, ତା କାରଣ ହେଉଛି ଆମର ମନ। ଏ କଥାଟି ସ୍ୱୟଂ ଭଗବାନ କୃଷ୍ଣ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ କହୁଛନ୍ତି ନାୟଂ ଜନୋ ମେ ସୁଖ ଦୁଃଖ ହେତୋ न देवता न ग्रह आत्मकाल मनः परम कारणमामनन्ति संसार चक्र परिवर्तयेत। नायम जनो में सुख दुख हेतु, आमको जो सुख मिलुची बा दुख मिलुची, सुख तो किसी ना, खाली ना को मात्र सुख, दुख ही दुख अच्छी। एगुड़िकर कारण अन्य माने कहीं नुहंती, अन्य कौन सी जीव नुहंती, ग्रह नक्षत्र भी नुहंती। आम कहे आम ग्रह खराब पड़े तो ये दुख हो समस्या हो, ग्रह मैंने आमको दुख दौना, एभली निजर कर्म आमको दुख दौनी। आम कहे प्रारब्ध कर्म खराब है तेणु दुख मिलूँ, एभली आमर कर्म आमको दुख दौनी। ता दुख दौर किए ना मन परम कारणम आमनंती, सबुठ बड़ कारण हूँ आमर मन। आप कहे मन केमिति आमको सुख दुख दौची ना, मन जदि आमर दूषित अवस्था रही ताहले सेटा हो सब दुखर मूल कारण। आपण सकाळ उठिले भगवान पूजा कले, गीता भागवत पढ़िले, मन शांत करी बसचंदी, हठात जड़े भद्र व्यक्ति आसिले, आपण किसी भूल करना, बिना कारण रे आपण को गाली करने को लगिले। आपण निज घर भितर परिवार सदस्य भी, आपणकर पत्नी, आपणकर पुत्र, आपणकर पति, किसी कारण नहीं आपण को आसिक कटु भाषा किसी कहले तो ये आमर प्रतिक्रिया कौन हम? साधारणतः कौन हुए प्रतिक्रिया? आम क्रोधित हो जाओ। आ क्रोधित है कष्ट क्या मिले? आमको मिले। एबे आपण कहतु, आपण तो सकाळ उठिले किसी भूल काम करना,
ଆପଣ ସବୁ ଠିକ୍ ଠିକ୍ କରିଛନ୍ତି, ଆପଣ ଶାନ୍ତିରେ ବସିଛନ୍ତି ମଧ୍ୟ, ମନ ବି ଠିକ୍ ଅଛି, ତ ଆପଣ କାହିଁ କଷ୍ଟ ପାଇବେ? କିଛି କାରଣ ଅଛି କଷ୍ଟ ପାଇବାର? ଅସୁବିଧାଟା କାହା ପାଖେ ଅଛି? ଯିଏ କ୍ରୋଧିତ ଆସିକି ଆପଣଙ୍କୁ କହିଲେ ବିନା କାରଣରେ, ଅସୁବିଧା ତାଙ୍କର। ଯଦି ତାଙ୍କର ଅସୁବିଧା, ତାଙ୍କର ଭୁଲ, ତ ସିଏ କଷ୍ଟ ପାଇବା କଥା। ତାଙ୍କ ଭୁଲ ପାଇଁ ଆମେ କାହିଁ କଷ୍ଟ ପାଇବା? କିନ୍ତୁ ସେୟା ହିଁ ହେଉଛି। ସିଏ ଆମକୁ କହିଦେଇକି ପଳେଇ ଯିବେ। ଭୁଲ କଲେ ସିଏ, ଆଉ ଦଣ୍ଡ ଭୋଗିଲେ ଆମେ। ଏଇଟା କ'ଣ ଠିକ୍ କଥା କି? ତ ଏଥିରୁ ଆମେ କେମିତି ବଞ୍ଚିବା? ବିନା କାରଣରେ ଆମକୁ କେହି ଈର୍ଷା କଲେ, କି କ୍ରୋଧ ପ୍ରକାଶ କଲେ, ଆମକୁ କଟୁ କଥା କହିଲେ, ଆମ ସହିତ ଅସହଯୋଗ କଲେ, ଆମକୁ ଭର୍ତ୍ସନା କଲେ, ଏ ସମାଜରେ ସବୁଦିନ ହେଉଛି, ପରିବାରରେ ସବୁଦିନ ଘଟୁଛି। ଆଉ ଆମେ ସେଇଟାକୁ ଶୁଣିଲା ପରେ ସଙ୍ଗେ ସଙ୍ଗେ ତା ଦ୍ୱାରା ପ୍ରଭାବିତ ହୋଇଯାଉଛେ, ଆଉ କଷ୍ଟ ମଧ୍ୟ ପାଉଛେ। ଦିନ ସାରା, ରାତି ସାରା, 2 ଦିନ 3 ଦିନ ପର୍ଯ୍ୟନ୍ତ ମନ ଭିତରେ ସେଇ କଥାଟା ବାରମ୍ବାର ବୁଲୁଛି। ମୋତେ ସେ ଏମିତି କହିଲା, ମୋତେ ସେ ଏମିତି ବ୍ୟବହାର ଦେଖାଇଲା, ମୋତେ ହଇରାଣ କଲା, ମୁଁ ତାକୁ ଦେଖିଦେବି। ତ କେବଳ ସେ ଗୋଟେ କଥା କହିକି ଚାଲିଯିବା ଫଳରେ ଆମେ କେତେ ସମୟ ପର୍ଯ୍ୟନ୍ତ କଷ୍ଟ ପାଉଛେ। ତ ଏ କଷ୍ଟଟା ଆମକୁ ଦେଲା କିଏ? ଆମର ମନ। ତେଣୁ ମନ ଯଦି ଶୁଦ୍ଧ ହୁଏ, ଆମେ ଭାବିବା ଜଣେ ବ୍ୟକ୍ତି ଆମକୁ କିଛି ଦେଉଛନ୍ତି, ଆମକୁ ଦରକାର ନାହିଁ, ଆମେ ଫେରାଇ ଦେବା। କାହା ପାଖରେ ରହିବ ସେଇଟା? ସେ ଲୋକ ପାଖରେ ରହିବ। ତେଣୁ ସେ ଯେଉଁ କଟୁ କଥା କହୁଛନ୍ତି, ଯେଉଁ କ୍ରୋଧ ପ୍ରକାଶ କରୁଛନ୍ତି, ସେଇଟା ଆମକୁ ଦରକାର ନାହିଁ, ଆମେ ନେବାନି। ତ କାହା ପାଖରେ ରହିଲା? ତାଙ୍କ ପାଖରେ ରହିଲା। ତେଣୁ ଜଣେ ରାଗିକି ଆପଣଙ୍କୁ କିଛି କହିଲେ, ଆପଣ ହସିଦେଲେ, ତ କଷ୍ଟଟା କାହାକୁ ହେବ? ତାକୁ ହେବ। ସେ ରଗେଇବା ପାଇଁ ଆସିଥିଲେ, ଆଉ ରଗେଇ ପାରିଲେନି, କଷ୍ଟ ପାଇବେ କି ନାହିଁ ସେ? କିନ୍ତୁ ଆମେ ସେଇଟା ନ କରିକିରି ନିଜେ କଷ୍ଟ ପାଉଛେ। ଆଉ ତା'ର କାରଣ କ'ଣ? ଆମର ମନ। ତେବେ ଏଇଟା କହି ତ ଦେଲେ ଆମେ ଏତେ ସହଜରେ, ଏଇଟା କରିବା ଏତେ ସହଜ ନୁହେଁ। ଯେତେବେଳେ ଏଭଳି ପରିସ୍ଥିତି ସାମ୍ନାକୁ ଆସେ, ସାମ୍ନା ବ୍ୟକ୍ତି ଗୁଣର ପ୍ରଭାବରେ ଆସିକି ଆମକୁ କିଛି କୁହନ୍ତି, ଉତ୍ତ୍ୟକ୍ତ ହେଇ କୁହନ୍ତି, ଆମେ ମଧ୍ୟ ଉତ୍ତ୍ୟକ୍ତ ହେଇଯାଉ। ଆଉ ଇଏ ହେଉଛି ଗୋଟେ ସାଇନ୍ସ। କେମିତି ନା ଗୁଣା ଗୁଣେଷୁ ବର୍ତ୍ତତେ, ଏସବୁ ଗୁଣର ଗୋଟେ ଖେଳ। ଗୁଣ ମାନେ କ'ଣ? ସତ୍ଵ, ରଜ, ତମ। ଯେଉଁ ବ୍ୟକ୍ତି କ୍ରୋଧିତ ହୋଇକି ଆସୁଛନ୍ତି, ତାଙ୍କ ପାଖେ ରଜଗୁଣ ବହୁତ ପ୍ରଭାବ ମାତ୍ରାରେ ରହିଛି, ଅତି ମାତ୍ରାରେ ରହିଛି। ଆମେ ସକାଳୁ ଧ୍ୟାନ କରିକି ଆମ ପାଖେ ସତ୍ୱଗୁଣ ଅଛି, କିନ୍ତୁ ରଜଗୁଣ ଯେତେବେଳେ ଆସୁଛି, ଯେମିତି ନିଆଁଟା ଯଦି ପାଖକୁ ଆସୁଛି, ଆମକୁ କ'ଣ ଲାଗୁଛି? ଗରମ ଲାଗୁଛି। ନିଆଁର ପ୍ରଭାବଟା ଅନୁଭବ ହେଉଛି କି ନାହିଁ? ତେଣୁ ରଜଗୁଣୀ ବ୍ୟକ୍ତି ଯେତେବେଳେ ପାଖକୁ ଆସୁଛି, ରଜଗୁଣର ଗୋଟେ ପ୍ରଭାବ କ୍ଷେତ୍ର ଅଛି। ଆଉ ସେ ଭିତରୁ ଗଲା ମାନେ ଆମେ ଥଣ୍ଡା ଥିଲେ ମଧ୍ୟ ଆମେ ମଧ୍ୟ ଗରମ ହେଇଯିବା ରଜଗୁଣ ପ୍ରଭାବରେ। ତେବେ ଆମର ଯଦି ଯଥେଷ୍ଟ ସାମର୍ଥ୍ୟ ଥାଏ, ସେ ଗରମ ଭିତରେ ମଧ୍ୟ ଆମେ ଯେଉଁ ଥଣ୍ଡା ରଖିପାରିବା। ଆଉ ଯଦି ଆମ ସାମର୍ଥ୍ୟ ନଥିବ, ତାହେଲେ ସିଏ ଟିକେ ଗରମ ହେଇକି ଆସିଲା ପରେ ଆମେ ବି ଗରମ ହେଇଯିବା। ଆଉ ସିଏ କଷ୍ଟ ପାଇବେ, ଆଉ ଆମେ ମଧ୍ୟ କଷ୍ଟ ପାଇବା। ଭୁଲ କଲେ ସେ, କିନ୍ତୁ ବିନା କାରଣରେ କଷ୍ଟ ପାଇଲେ ଆମେ। ତେଣୁ ସଂସାରରେ ଯେତେ ଦୁଃଖ ଅଛି, ଏ ସବୁ ଦୁଃଖର ଇଏ ହେଉଛି ଗୋଟେ ମୂଳ କାରଣ। ସେ ହେଉଛି ଆମର ଅଶୁଦ୍ଧ, ଅସଂଯତ ମନ ଆଉ ଇନ୍ଦ୍ରିୟ। ତେବେ ମନକୁ ଆମେ ଶୁଦ୍ଧ କେମିତି କରିବା? ମନକୁ ଶାନ୍ତ କେମିତି କରିବା? ମନକୁ ସ୍ଥିର କେମିତି କରିବା? ତା'ର ମାଧ୍ୟମ ହେଉଛି ଏ ଯେଉଁ 4ଟି ପାପ ଆମେ ଏବେ ଆଲୋଚନା କଲେ, ସ୍ତ୍ରୀୟ, ପାନ, ଦୁତ, ସୁନା। এই 4ଟା ଅଧର୍ମକୁ ଆମେ ଜୀବନରେ ବନ୍ଦ କରିବା, ଏଇଟା ପ୍ରଥମ କାମ। ଆଉ ଯଦି ଆମେ ସେଇଟା ପ୍ରଥମେ ଛାଡ଼ି ପାରୁନେ, ତ ପ୍ରଥମେ ଆମେ ନାମ ଆରମ୍ଭ କରିଦେଇ ପାରିବା, କିନ୍ତୁ ଆମେ ଭାବିବାନି ଯେ ସାରା ଜୀବନ ଏମିତି ମୁଁ ନାମ କରୁଥିବି ଆଉ ପାପ ବି କରୁଥିବି। ମୁଁ ଏଣେ ଏସବୁ ପାପ କର୍ମ କରିକି ମଧ୍ୟ ସୁଖ ପାଇବି, ଆଉ ଭଗବାନଙ୍କ ନାମ ଟିକେ କରିକି ତାକୁ କାଟିଦେବି। ଏଇଟା ହେଉଛି ନାମ ବଳାତ ପାପ ବୁଦ୍ଧି। ଏଇଟା ଗୋଟେ ନାମ ଅପରାଧ। ଆମେ ଭାବିବା ମୁଁ ତ ନାମ କରୁଛି, ନାମ କଲେ ପାପ ନଷ୍ଟ ହୋଇଯାଉଛି, ତେଣୁ ମୁଁ ଆମିଷ ଖାଇଲେ ଅସୁବିଧା କ'ଣ? ଆଜି ଆମିଷ ଖାଇଦେବି, କାଲିକି ନାମ କରିଦେବି, ତ ପ୍ଲସ୍ ମାଇନସ୍ କ୍ୟାନସଲ୍। ତ ପ୍ଲସ୍ ମାଇନସ୍ କ୍ୟାନସଲ୍ ହେବନି, ପ୍ଲସ୍ର ଫଳ ପାଇବେ, ମାଇନସ୍ର ଫଳ ବି ପାଇବେ। ତେଣୁ ଆମେ ଆଗକୁ ଅଗ୍ରଗତି କରିପାରିବା ନାହିଁ। ତେଣୁ ପ୍ରଥମେ 4ଟି ପାପ କର୍ମକୁ ଜୀବନରୁ ଆମେ ବନ୍ଦ କରିବା। କେହି କୁହନ୍ତି ଆଜ୍ଞା ଅସୁବିଧା ହେଉଛି, କୁଆଡ଼େ ଆମେ ବାହାରକୁ ଯାଉଛୁ, ଖାଇବୁ କେଉଁଠି, ରହିବୁ କେଉଁଠି, ବହୁତ ଅସୁବିଧା ହେଉଛି, ମ୍ୟାନେଜ୍ କରି ହେଉନି। ଅସୁବିଧା ଟିକେ ହେବ, କିନ୍ତୁ ଆମେ ଅସୁବିଧାଟାକୁ କ'ଣ ପାଇଁ ସ୍ୱୀକାର କରିବା, ସେଇଟା ବୁଝିଲା ପରେ ଆଉ ଅସୁବିଧା ହେବନି।
आमे कौन पाई एते किसी असुविधा को वर्ण करुचे ना आमर गोटे बहुत उच्च लक्ष्य अच्छी जब जीवन में किसी पाइबार अच्छी ताले किसी हरैवाक तो पड़ो जड़े डॉक्टर हो इंजीनियर हो आईएएस अफसर हो परिश्रम करा पड़ुछ मन कहे मुझे खेली सांगसाथी सहित तो खेलटा को भूलिक सी पाठरे मन देवाक पड़ुछ किसी सैक्रिफाइस कले जीवन में उच्च गति पाँच सेमती आम जो आध्यात्मिक जीवन में उच्च लक्ष्य पाइबा इच्छा करे से कि सैक्रिफाइस आमको करा पड़ो सैक्रिफाइसटा कौन ना आम जीवन शैली आम केमी खाऊचे केमी रोचे कौ लोक मान सहित मिशुचे आम कौ जिन गुड़ाक आम निजर इंद्रिय मान साहाय्य इनपुट दौचे तो आम जिते इंद्रिय अच्छा एगुड़िक संसार सब इनपुट नौ आम देखुचे आखि मध्यम दृश्य सब भितर को जाऊँ कान मध्यम शब्द भितर को जाऊँ जुआ मध्यम स्वाद भितर को जाऊँ आई सबुगुड़िक आम मन उपर गभीर छाप पकाउछ आ दिन को दिन यही सब प्रभाव में आमर गोटे चेतना विकसित हो जाऊँ आपड़ जानते सब देश जो एंट्रांस थाए चेक गेट थाए आप विदेश जो भारत को आसवाई चाहते तो यदि फ्लाइट रे आसिले तो एयरपोर्ट रे गोटे इमिग्रेशन डिपार्टमेंट थाए से मैंने आपन को चेक कर छाड़े चेक करिया कौन दरकार जी भी आसला देश भर जाओ असुविधा कौन शिखे आम किए जाना उग्रवादी हो अस्त्र धरिकी आसो कि कौन भाइरस नहीं आसो आम जाने तेणु आम देशर सुरक्षा आम चेक कर भर छाड़ुचे तो यदि बाहर किसी आसूचे आम फिल्टर करुचे जो आम आवश्यक से भर छाड़ुचे अनावश्यक गुड़ाक बाहर को फिंगी दौचे किंतु आमर शरीर भी गोटे 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 क्षेत्र गोटे राज्य आ या भितर सुरक्षित रही आमर चेतना आ बाहर दुनिया हूँ विदेश तो विदेश रू किसी जिनस भितर को आसूँ कौ मध्यम द्वारा कौन ये पांचटा इंद्रिय ए मध्यम भितर को आसूँ तो आम ताको चेक करिया फिल्टर करिया आवश्यक ना आवश्यक ना ना जहाँ आसला भर पकईदेवा कि आम एटा करचे कि आम करूना जिते बड़े जहाँ इच्छा है खाईदे जिते बड़े जहाँ इच्छा है देखीदे जिते बड़े जहाँ इच्छा है छुईदे शुणीदे आम भावुने यहाँ भर गलापर मो चेतनार कौन प्रभाव पड़ो ये आम चिंता करूना आ न हवा फल हूँ कौन यू द्वार मान भितर दे अनेक प्रकार अनावश्यक अवांछित आमर अनिष्टकारी उपादान भर पशुन तेणु गार्बेज गुड़ा भर जाऊँच तेणु बाहर को पुणी गार्बेज आस आम कहे आज्ञा क्रोध उपर कंट्रोल कर होनी मनर अनावश्यक काम भावना आस कौन पर आसपाई आस आम अनावश्यक भाव में सब अनर्थ गुड़ाक भर को सब पकईचे तेणु से गुड़ा आउे बाहर तेणु प्रथम काम हूँ आमर यही सब द्वार दे जो भर को आसको टे फिल्टर करवा आम देखा यहाँ आम भल कि भल ना से अनुसार आम जीवन बंचा आईटा को बंद कलापर आहरी आगू बहुत संघर्ष अच्छी कहीं जोड़ा सब भर को जाइए से खाली बसी ना कम से कर जो आगुरी जो सब अनर्थड़ा भर जाइए से भितर थी आमको हैरान करेंगे आप देखिए आप सब ठीक किसी जो मैंने आमिष खाऊना सब प्रसाद सेवन कर नाम जप कर सबू ठीक कलापर आप जप करा बसवे भगवान सेवार मन लगाइए बसवे मन भितर विभिन्न प्रकार सब अनावश्यक थट्स आसो नेगेटिव जिनस आसो आप मुझे तो सब ठीक कर तथापि कहीं आसूँ से भितर आगुरी अच्छी से मंजी गुड़ाक भितर अच्छी तो से गुड़ाक धीरे धीरे बढ़ुଛି तेणु सेगुड़िक भी आम बाहर बंद कर सारापर भितर बहुत कम करने बाकी अच्छी आदि बाहरटा बंद ही न करवा ताहले आशा ना तो होपलेस केस आम जिते चेष्टा कले से जीवन आमर अशांत ही रही तेणु आम आज हूँ कार्तिक मासर शेष दिन कार्तिक मास आम धर्म कर्म करिचे किसी नियम पालन करिचे तो आम आशा करुचु जे कार्तिक मास सबुदिन ही आम जीवन में रहू आम कार्तिक मास जहाँ करुचे से छाड़ी नदवा से आम कार्तिक मास पर भी करवा जमी आम आहार शुद्ध आहार करुचे जमी भगवान का नाम करुचे
ତେଣୁ ଭକ୍ତମାନଙ୍କ ଜୀବନରେ କାର୍ତ୍ତିକ ମାସରେ କିଛି ଅଲଗା ନଥାଏ, କାରଣ ସେମାନେ ସାରା ବର୍ଷ ହିଁ ତାଙ୍କର କାର୍ତ୍ତିକ ମାସ, ସାରା ବର୍ଷ ହିଁ ସେମାନେ ଭଗବାନଙ୍କର ପ୍ରସାଦ ସେବନ କରନ୍ତି, ଭଗବାନଙ୍କ ନାମ କରନ୍ତି, ଭଗବାନଙ୍କ ସେବା କରନ୍ତି। ତେଣୁ ଆମେ ଭଗବାନଙ୍କୁ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବରେ ଏଭଳି ଗ୍ରହଣ କରିବା, ଆଉ ଜୀବନର ଲକ୍ଷ୍ୟ ଭାବରେ ଭଗବାନଙ୍କୁ ଗ୍ରହଣ କରିବା। ଆମେ ନିଜକୁ ପଚାରିବା ଦରକାର ଯେ ମୋ ଜୀବନ ଲକ୍ଷ୍ୟ କ'ଣ? ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନଙ୍କ ଲକ୍ଷ୍ୟ ଚାକିରି, ଯେଉଁମାନେ ଚାକିରି କରୁଛନ୍ତି ତାଙ୍କ ଲକ୍ଷ୍ୟ ଗୋଟେ ଘର କରିବା, ଯେଉଁମାନଙ୍କର ଘର ହେଇଗଲା, ଗାଡ଼ି ହେଇଗଲା, ସବୁ ହେଇଗଲା, ସେମାନଙ୍କ ଲକ୍ଷ୍ୟ କ'ଣ? ସେମାନେ କହନ୍ତି ଆଉ କିଛି ଲକ୍ଷ୍ୟ ନାହିଁ। ତ ଇଏ ହେଉଛି ଦୁର୍ଭାଗ୍ୟ। ଆମ ଜୀବନର ଗୋଟେ ପରମ ଲକ୍ଷ୍ୟ ଅଛି, ଆଉ ସେ ଲକ୍ଷ୍ୟ ହେଉଛି ଭଗବାନ କୃଷ୍ଣ ନିଜେ ଗୀତାରେ କହୁଛନ୍ତି ଯେ ସେ ଲକ୍ଷ୍ୟ ହେଉଛି ମୁଁ ହେଉଛି ସମସ୍ତଙ୍କର ପରମ ଲକ୍ଷ୍ୟ। ତେଣୁ ଆମର ମଣିଷ ଜୀବନରେ ଗୋଟେ ହିଁ ମାତ୍ର ଲକ୍ଷ୍ୟ ଯେ କିଭଳି ଭାବରେ ଆମେ ଭଗବାନଙ୍କର ଚରଣରେ ସ୍ଥାନ ପାଇବା। ଆଉ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ହେଲେ ଆମେ ଆମର ମନକୁ ସଂସାରର ସମସ୍ତ ଆସକ୍ତିରୁ ବାହାର କରି ଆଣି ତାଙ୍କ ଚରଣରେ ଆସକ୍ତ କରିବା। ଆଉ ଭଗବାନଙ୍କ ପ୍ରତି ଆସକ୍ତି କେମିତି ବଢ଼ିବ? ନା ଯେତେ ଅଧିକ ଆମେ ଭକ୍ତମାନଙ୍କ ଗହଣରେ ତାଙ୍କ ବିଷୟରେ ଶ୍ରବଣ କରିବା। ତେଣୁ ସାଧୁ ସଙ୍ଗେ ହରି କଥା ଏଇ ମାତ୍ର ଚାଏ, ସଂସାର ଜିନିତେ ଆର୍ কোনো ବସ୍ତୁ ନାହିଁ। ଭକ୍ତମାନଙ୍କ ଗହଣରେ ଭଗବାନଙ୍କର ଦିବ୍ୟ କଥାର ଶ୍ରବଣ କୀର୍ତ୍ତନ ଇଏ ହେଉଛି ଏକମାତ୍ର ଉପାୟ ଏ ସଂସାରର ଆସକ୍ତିକୁ କାଟିବା ପାଇଁ। ତେଣୁ ଆପଣମାନେ ସମସ୍ତେ ଧନ୍ୟବାଦର ପାତ୍ର, ଯେଉଁମାନେ ନିୟମିତ ଭାବରେ ଏଠି ଆସୁଛନ୍ତି, ଆଉ ଅନେକ ବର୍ଷ ଧରି ଆପଣମାନେ ନିୟମିତ ଭାବରେ ଆସୁଛନ୍ତି। ତେବେ ଆଜି ଦିନରେ ଏତିକି ଆମର ପ୍ରାର୍ଥନା ଆପଣ ସମସ୍ତଙ୍କୁ, ଯେଉଁମାନେ ବି ଭଗବାନଙ୍କର ନାମ ଗୋଟେ ଗୋଟେ ମାଳା ଜପ କରୁଛନ୍ତି, 2 ମାଳା ଜପ କରୁଛନ୍ତି, ସେମାନେ ଧୀରେ ଧୀରେ ତାକୁ ବଢ଼ାନ୍ତୁ। ଆମର ସତଧର୍ମ ପ୍ରଭୁ ଆଜି ଆଲୋଚନା କରୁଥିଲେ ଯେ ସେ ଗୋଟେ ଗ୍ରୁପ୍ କରୁଛନ୍ତି, ଏଇ ଆମର ତାଳଚେର ଯେଉଁ ଭକ୍ତମାନେ ଅଛନ୍ତି ସେମାନେ ସେ ଗ୍ରୁପ୍ରେ ଆପଣ ଜଏନ୍ କରନ୍ତୁ। ଆଉ ଯଦି ଆପଣ ଗୋଟେ ମାଳା ବି ଜପ କରୁଛନ୍ତି, ସବୁଦିନ ଶୋଇବା ପୂର୍ବରୁ ସେ ଲେଖି ପଠାନ୍ତୁ ଆଜି ମୁଁ ଗୋଟେ ମାଳା ଜପ କଲି। ଆଉ ଗୋଟେଟା ଗୋଟେରେ ରହି ନଯାଉ, ସେଇଟା ଧୀରେ ଧୀରେ ବଢ଼ୁ। ଆପଣ ମାସେ ଗୋଟେ ମାଳା କଲେ ତ ଆର ମାସକୁ 2 ମାଳା କରନ୍ତୁ, ଆସ୍ତେ ଆସ୍ତେ ବଢ଼ାନ୍ତୁ। ଆଉ କିଭଳି ଚେଷ୍ଟା କରନ୍ତୁ 16 ମାଳାରେ ପହଞ୍ଚିବା ପାଇଁ। 16 ମାଳା ହେଉଛି ଆମର ଲକ୍ଷ୍ୟ। 2 ଘଣ୍ଟା ସମୟ ଲାଗେ 16 ମାଳା। ତ ଯେତିକି ସମୟ ଆମେ ସଂସାରରେ ଭୌତିକ ସମ୍ପର୍କରେ ଆସୁଛେ ତା'ର ପ୍ରଭାବ କାଟିବା ପାଇଁ ଅତି କମରେ 2 ଘଣ୍ଟା 16 ମାଳା ଜପ ନିହାତି ଆବଶ୍ୟକ। ଯଦି ଆମେ ନ କରିପାରିବା ଆମେ ନିଶ୍ଚୟ ପ୍ରଭାବିତ ହେବା ସଂସାରର ସଙ୍ଗ ମାଧ୍ୟମରେ। ତେଣୁ ସମୟ ଲାଗୁ, କିଛି ଅସୁବିଧା ନାହିଁ, ସଙ୍ଗେ ସଙ୍ଗେ କିଛି ହେବନି, କିନ୍ତୁ ଧୀରେ ଧୀରେ ହେଉ, ଧୀରେ ଧୀରେ ଆମେ ଲକ୍ଷ୍ୟ ରଖିବା। ମାଳେ 2 ମାଳା 3 ମାଳା ଆସ୍ତେ ଆସ୍ତେ 16 ମାଳାରେ ପହଞ୍ଚିବା। ଛାତ୍ରଛାତ୍ରୀ ହୁଅନ୍ତୁ, ଗୃହିଣୀ ହୁଅନ୍ତୁ, ବିଜନେସମ୍ୟାନ୍ ହୁଅନ୍ତୁ, ଚାକିରି କରିଥାନ୍ତୁ, ଆପଣ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ଆପଣ ସମୟ କାଢ଼ିପାରିବେ। ଆମେ କହିବା ଆଜ୍ଞା ସମୟ ନାହିଁ, ସମୟ ନାହିଁ ହେଉଛି ଆମ ମନର ଭ୍ରମ। ସମୟ ଆମ ପାଖେ ଅଛି, ଦିନସାରା ବହୁତ ସମୟ ନଷ୍ଟ ହୋଇଯାଏ ଅଯଥା କାମରେ, ଅଯଥା କଥାବାର୍ତ୍ତାରେ ବସିବା ଉଠିବାରେ। ତ ସେହି ସମୟଟା କାହାରି ବାହାର କରି ଆମେ ଭଗବାନଙ୍କ ନାମରେ ଦେବା। ଆଉ ଯଦି ଆମେ ନିୟମିତ ଏଇ ଭଗବାନଙ୍କ ନାମ ଧ୍ୟାନପୂର୍ବକ କରିବା, ଆମ ଜୀବନରେ ଏଭଳି ପରିବର୍ତ୍ତନ ଆସିବ ଯେ ଆମେ ଭାବିପାରିବାନି କି ଆମେ ଭାବିବା ଯେ ମୁଁ ଏତେ ସହଜ ସରଳ ଉପାୟ ଆଗରୁ କାହିଁ କଲି ନାହିଁ। ତେଣୁ ଏତିକି ଆପଣ ସମସ୍ତଙ୍କର ପାଖରେ ଆମର ନିବେଦନ, ଏହି ପ୍ରୟାସରେ ଆପଣମାନେ ଗମ୍ଭୀର ଭାବରେ ଜଡ଼ିତ ହୁଅନ୍ତୁ ଆଉ ଧୀରେ ଧୀରେ ଜୀବନରେ ପରିବର୍ତ୍ତନ ଆଣନ୍ତୁ। ଆଉ ଯେଉଁମାନେ ମାଂସାହାର କରୁଛନ୍ତି, ଆଜି ଯଦି ଆପଣଙ୍କ ଭିତରୁ କି ଜଣେ ମଧ୍ୟ ପ୍ରତିଜ୍ଞା କରିବେ ଯେ ଆଜିଠୁ ମୁଁ ମାଂସାହାର କରୁଥିଲି, ଆଜିଠୁ ଆଉ ଖାଇବି ନାହିଁ, ତାହେଲେ ଆମର ଶ୍ରମ ସାର୍ଥକ ହେବ। हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे।
भुवन मंगलम हरिनाम संकीर्तन की, ग्रंथराज श्रीमद्भागवतम की, कार्तिक मास की, राधा दामोदर भगवान की, जगत गुरु शील प्रभुपाद की, समवेत भक्त वृंद की। ओम यदि कहार किसी प्रश्न संदेह टीका टिप्पणी थाए अल्प समय आप पचारि पारे।